मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। शरणागत दीनार्थ परित्राण परायणे सर्वसाती हरे देवी नारायणी नमस्तुते। क्रियायोग परंपरार समस्त गुरुमानक मु प्रणाम करुछि। विश्वर प्रत्येक संप्रदायर गुरुमानक मु प्रणाम करुछि। उपस्थित प्रेम स्वरूपगण सबरी भितरे जगन्नाथ को उपलब्धि करी मु प्रणाम करुछि। आज मे 31 तारीख 2026 मसीहा रविवार। मनीष दुख जंत्रणा सुख शांति आनंद आशा निराशा भय भितरे ता जीवनटा बंची। सबले मनुष्य चाहूँची केमती टिके सुख शांति पाइबा पाई। केते लोक चाहती टिके आनंद पाइबा पाई, किए चाहती अधिका समय शून्यता भितरे मनर गोटे शून्य अवस्था भितरे रहिबा पाई। तेणु प्राय प्रत्येक मानव साधारण मानव जो माने संसार रे अछंती से माने टिके सुख और शांति चाहती, किंतु से सुखटा जे कोठी अच्छी से शांतिटा जे कोठी अच्छी जने स्पिरिचुअल मैन पई आनंद आ शून्यताटा कोठी अच्छी ताहाकू जड़ा न थाए। सत्संगर आश्रय नेले गुरु दीक्षित हेले शास्त्र अध्ययन कले कौन हुए ना से सुख शांति आनंदर मूल उत्सटा कोठी सेटा आसूची, सुखटा कोठु आसूची, शांतिटा कोठी आसूची, आनंदटा कोठी आसूची से जानिमा को पाए। जानिले जे से सुख पाई जीव शांति पाई जीव आनंद पाई जीव ता नुहे। एग्जाम्पल आपण क्षीर कथा शुणी थे, क्षीरटा को देखी नथिले, आपण को जने किए क्षीर देखईदेला एवं से कहिला ये क्षीर भितर घृत अच्छी, किंतु ये क्षीर रु डायरेक्ट घृतटा को केबे बाहर करी हबो नहीं, किंतु ये क्षीर को गोटे प्रक्रिया माध्यम गोटे प्रोसेस दरकार। ताकू सिझेया को पड़ो, ताकू बसा दही करिया पड़ो, बसैया को पड़ो, तापर दही पकैया को पड़ो, तापर मंथन करिया को पड़ो, तापर लहुणी बाहर, लहुणी को अग्नि रे बसैले घृत बाहर। से घृत को जदि क्षीर रे पकईदब मिसब ना। क्षीर आमर जेतिकी काम लगे नहीं आसे नहीं, घृत ताठू हजार हजार गुण रे काम आसे आसे, किंतु क्षीरटा दिने दि दिन नष्ट हो। घृतटा प्रक्रिया माध्यम रखिले वर्ष वर्ष 6 मास वर्ष जाए साधारणतः घी भल रही पार, ठीक घी होइतब रही पार। गोटे देशी गाईर घी जी जदि खाइब लोकर बॉडी भितर फैट हम ना। प्योर देशी गाई जदि घी खाइब
ଏବଂ ତାର ଅନେକ ରୋଗ ଭଲ ହେଇଯିବ। ଅନେକ ରୋଗ ସବୁଦିନେ ଯଦି ଘିଅ ଟିକେ ଟିକେ ଖାଇବ। ସେଥିଲାଗି ଶାସ୍ତ୍ରରେ କୁହାହେଇଛି କ'ଣ ନା, ଋଣଂ କୃତା ଘୃତଂ ପିବତେ, ଋଣ କରିକି ଘିଅ ଖାଅ। କିନ୍ତୁ ଜର୍ସି ଗାଈ ଘିଅ ଖାଇଲେ କେବେ ହେବ ନାହିଁ। କେବଳ ପିଓର ଦେଶୀ ଗାଈ, ଯିଏ ଦାନା ଖାଉନଥିବ ଏବଂ ଘାସ ଖାଉଥିବ, ଜମିବାଡ଼ିରେ ଚରାବୁଲା କରିକି ଆସୁଥିବ, ସୂର୍ଯ୍ୟକିରଣ ଦିନସାରା ତା ଉପରେ ପଡ଼ୁଥିବ, ସେଇ କ୍ଷୀରକୁ ଖାଇଲେ ଏବଂ ତା'ର ଘିଅକୁ ଯଦି ଖାଇବ, ଆମର ଅଶେଷ ରୋଗ ଭଲ ହେଇଯିବ। ତେଣୁ ଛାଡ଼ନ୍ତୁ। ତେଣୁ ମଣିଷ ଆପଣା ଅର୍ଜିଲା କର୍ମଫଳ ଆପେ ଭୋଗଇ। ମଣିଷ ଯାହା କରୁଛି ତାକୁ ଦିନେ ଭୋଗିବାକୁ ପଡ଼ିବ। କିନ୍ତୁ ସେ କଥା ବିଷୟରେ ସଚେତନ ନାହିଁ। ମୁଁ ଯାହା କରୁଛି ତାକୁ ନିଶ୍ଚୟ ଦିନେ ଭୋଗ କରିବି। ଦେଖନ୍ତୁ, ଆପଣ କାହାକୁ କ'ଣ କହିଦେଲେ, କାହା ଉପରେ କ'ଣ ଷ୍ଟେପ୍ ନେଇଗଲେ, ସେ ଅବଶ୍ୟ କିଛି ଆପଣ କହିପାରିଲା ନାହିଁ। କିନ୍ତୁ ସେଇ କଥାଟା ତମ ମନରେ ଆଉ ତମ ଆତ୍ମାରେ ଗୋଟେ ଦାଗ ହେଇକି ରହିଯାଏ। ସେ କିଛି କହିପାରିବନି, କରିବନି, କିନ୍ତୁ ଦାଗ ହେଇ ରହିଯାଏ। କିନ୍ତୁ ତୁମେ ଯେଉଁ କର୍ମ କରିଛ ତାର ଫଳକୁ ନିଶ୍ଚିନ୍ତ ତୁମକୁ ଭୋଗ କରିବାକୁ ପଡ଼ିବ। ଏଇ ଜନ୍ମରେ କିଛି ଭୋଗ ହେବ, ଆଉ ଆଗାମୀ ଜନ୍ମକୁ ରହିଯିବ। ଆଜି ଆମେ ଯାହା ଭୋଗୁଛେ ସବୁ ଯେ ଏଇ ଜନ୍ମର କର୍ମର ଫଳ ତା ନୁହେଁ, ଜନ୍ମ ଜନ୍ମାନ୍ତରର କର୍ମର ଫଳ। କେତେ ଜନ୍ମ କର୍ମର ଫଳ ଏ ଶରୀର, ଏ ମନ ଭୋଗୁଛି, ତାର ହିସାବ ନାହିଁ। କାହାକୁ 500 ଜନ୍ମର, କାହାକୁ 1000 ଜନ୍ମର। ତାର ପ୍ରମାଣ ଶାସ୍ତ୍ର ଅଧ୍ୟୟନ କଲେ ଆପଣ ପାଇବେ। ଗାନ୍ଧାରୀ ପାଇଲା 501 ଜନ୍ମର କର୍ମର ଫଳ, ସେ ଭୋଗ କଲା। କାହାକୁ କେଉଁ ଜନ୍ମ କର୍ମର ଫଳ ଭୋଗ କରିବାକୁ ପଡ଼ୁଛି ତାର କିଛି ହିସାବ ଆଉ ନିକାଶ ନାହିଁ। ସେ କଥା ଏକମାତ୍ର ଜଣେ ହିଁ ଜାଣନ୍ତି, ପରମ ପିତା ପରମ ବ୍ରହ୍ମ, ଯିଏ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଆୟତ୍ତ କରୁଛନ୍ତି। ସେ କ'ଣ କରେ? ସେ ସବୁ କଥା ଜାଣନ୍ତି। ବହୁତ ଲୋକ କହନ୍ତି, ମୁଁ ତ କାହିଁ କିଛି କରିନାହିଁ, ମୋତେ କାହିଁକି ଏସବୁ ଭୋଗ କରିବାକୁ ପଡ଼ୁଛି। ଆରେ ବାପା, ତୁମେ ଏ କାମ କରିନ, ତୁମେ କେମିତି ଭୋଗିଲ? ଏହା କ'ଣ ସମ୍ଭବ? ସବୁ ହିଁ କର୍ମର ଫଳ। ସେଥିଲାଗି ଶାସ୍ତ୍ରରେ କୁହାହେଇଛି, କର୍ମଟି ସୁଖ ଦୁଃଖଦାତା, ବିଶ୍ୱ ସଂସାରେ ବଳବନ୍ଦା। କର୍ମଟି ଦୁଃଖ ସୁଖଦାତା, ବିଶ୍ୱ ସଂସାରେ ବଳବନ୍ଦା। ଆଜି ଯିଏ ଯାହା ହେଇଛ ତାହା ସବୁ ତୁମ କର୍ମର ଫଳ। ଯେ ଭଲ ହେଇଛ ତମ କର୍ମର ଫଳ, ଯେ ମନ୍ଦ ହେଇଛ ତମ କର୍ମର ଫଳ। ଆଜି ସୁଖ ଭୋଗୁଛ ତମ କର୍ମର ଫଳ, ଆଜି ଦୁଃଖ ଭୋଗୁଛ ତମ କର୍ମର ଫଳ। ଆଜି ସୁଖ ଭୋଗୁଛ ତମ କର୍ମର ଫଳ, ଶାନ୍ତି ପାଉଛ ତମ କର୍ମର ଫଳ, ଆନନ୍ଦ ପାଉଛ ତମ କର୍ମର ଫଳ, ଏବଂ ଶୂନ୍ୟ ଅବସ୍ଥା ହେଉଛି ତମ କର୍ମର ଫଳ। ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ମିଳନ ଏକକାର ହେଇଯାଉଛ, ତାହା ହିଁ ତୁମର କର୍ମର ଫଳ। କିନ୍ତୁ ଆମେ କର୍ମ ପ୍ରତି କେତେବେଳେ ସଚେତନ ନହୁଁ। ଆମେ ଯାହା ପାଉଛେ ତାହା କହିଯାଉଛେ, ଯାହା ପାରୁଛେ ତାହା କରିଯାଉଛେ। କାହିଁକି ଆମ ଭିତରେ ଚେତନା ରହୁନାହିଁ? ନା ଆମେ ତତ୍ତ୍ୱଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିନେ, ସାଧନା କରୁନେ। ଯଦି ଆମେ ଦୀକ୍ଷା ଗ୍ରହଣ କରିଛେ କିନ୍ତୁ ସାଧନା ଆମେ କରୁନେ, ବା ପ୍ରୟାସ, ସାଧନାକୁ ଆଉ ଗୋଟେ ଭାଷାରେ କହିଲେ ଆମମାନଙ୍କର ପ୍ରୟାସ ନାହିଁ, ଉଦ୍ୟମ ନାହିଁ, ଚେଷ୍ଟା ନାହିଁ। ଶୁଣୁଛନ୍ତି, ଜାଣୁଛନ୍ତି, ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ସମସ୍ତେ ନୁହେଁ, ଯେତେ ଜଣ କରୁଛ, ଗୁରୁଙ୍କ ସାନ୍ନିଧ୍ୟରେ ଆସୁଛନ୍ତି, ପୁଣି ଯେଉଁ ଭୁଲକୁ ସେଇ ଭୁଲ କରୁଛନ୍ତି। କାରଣ ଏହାର ପଛପଟରେ ସାଧନା ନାହିଁ। ଗୁରୁଗତ ପ୍ରାଣ ହେଇନ, ଗୁରୁଙ୍କୁ ଭଲ ପାଇନ, ଗୁରୁଙ୍କ ପ୍ରତି ଶ୍ରଦ୍ଧା ନାହିଁ, ବିଶ୍ୱାସ ନାହିଁ, ଭକ୍ତି ନାହିଁ,
ଯାହାର ତାର ସାଧନା କେବେ ହେବ ନାହିଁ। ଗୁରୁ ନ ଚାହିଁଲେ, ଗୁରୁ କୃପା ନ କଲେ କୌଣସି ଶିଷ୍ୟର ସାଧନା କେତେବେଳେ ହୁଏ ନାହିଁ। ଏଇଟାକୁ ସବୁବେଳେ ମନେ ରଖିଥ। ମଣିଷ କ'ଣ ଭୋଗୁଛି ନା ଦୁଃଖ, ଯନ୍ତ୍ରଣା, କଷ୍ଟ, ଯାହାକୁ କହନ୍ତି କ୍ଲେଶ ଭୋଗୁଛି। ଆମର ମନର 5ଟି କ୍ଲେଶ ବାବା 3 ଥର କହିସାରିଲେଣି। 3ଟା କ୍ଲେଶ ପରେ ଗୋଟେ ଅବିଦ୍ୟା, ଗୋଟେ ଅସ୍ମିତା, ଗୋଟେ ରାଗ, ଗୋଟେ ଦେଶ, ଗୋଟେ ଅଭିନିବେଶ। ଏଇ 5ଟା ମନର କ୍ଲେଶ। ଆକୁ ସାଧାରଣ ଆପଣମାନେ ବୁଝିପାରିବେ ନାହିଁ। ଯେତେ ବଡ଼ ଶିକ୍ଷିତ ହେଲେ ବୁଝିବେନି, କାରଣ ଏଇଟା ସ୍ପିରିଚୁଆଲ ୱାର୍ଡ଼। ଏଇଟା ହେଉଛି ପରାବିଦ୍ୟା। ତୁମେ ସ୍କୁଲ କଲେଜ ଯେଉଁ ପାଠ ପଢ଼ିଛ ସେ ହେଉଛି ଅପରାବିଦ୍ୟା। ପରାବିଦ୍ୟା ସହିତ ଅପରାବିଦ୍ୟାର କୌଣସି ସମ୍ପର୍କ ନାହିଁ। ସେ ପାଠ ଅଲଗା, ଏଇ ପାଠ ଅଲଗା। ଜଣେ ଏଜୁକେଟେଡ଼ ହେଲେ ଯେ କଥା ବୁଝିପାରିବ, ଜାଣିପାରିବ, ତାହା କିଛି ମାନେ ନାହିଁ। ଯିଏ ଧର୍ମ ଜଗତର ଯାତ୍ରୀ, ବହୁ ଜନ୍ମ ଜନ୍ମାନ୍ତର ଧରି ସାଧନା କରିକି ଆସୁଥିବ, ସେ ଯାହାର ମିଡ୍ ବ୍ରେନ୍ ଭିତରେ ଯେଉଁ ସଂସ୍କାର ଡିପୋଜିଟ୍ ଅଛି, ଯଦି ଆଧ୍ୟାତ୍ମିକ ସଂସ୍କାର ଡିପୋଜିଟ୍ ଥିବ, ପାଠ ନ ପଢ଼ିଲେ ମଧ୍ୟ ସେ ସମସ୍ତ କଥାକୁ ଜନ୍ମ ଜନ୍ମାନ୍ତରର ସଂସ୍କାରରୁ ସେ ବୁଝିପାରିବ। ଯଦି ତାର ମିଡ୍ ବ୍ରେନ୍ରେ ଏହା ଡିପୋଜିଟ୍ ନଥିବ ଆଧ୍ୟାତ୍ମିକ କଥା, ଯେତେ PhD DLD କରି ପାଠ ପଢ଼ିଲେ ମଧ୍ୟ ଏ କଥାକୁ ସେ ଶୁଣିପାରିବ ନାହିଁ, ବୁଝିପାରିବ ନାହିଁ, କିଛି ବି କରି ବି ପାରିବ ନାହିଁ। ପୁଣି ବି କରିପାରିବ କେବଳ ସୃଷ୍ଟିରେ ଗୋଟିଏ ଜୀବ କରିପାରେ, ସେ ହେଉଛି ମନୁଷ୍ୟ। ଯେତେ ପ୍ରାଣୀ ଭଗବାନଙ୍କ ସୃଷ୍ଟିରେ ଅଛନ୍ତି, କୌଣସି ପ୍ରାଣୀ କେବେ ସାଧନା କ'ଣ ଜାଣିନାହିଁ, ଭଗବାନ କ'ଣ ଜାଣିନାହିଁ, ଈଶ୍ୱର କ'ଣ ଜାଣିନାହିଁ। ଭଗବାନ ସେ ସୃଷ୍ଟିରେ ସମସ୍ତଙ୍କୁ ସୃଷ୍ଟି କରିଦେଲେ। ଦେଖିଲେ ତାଙ୍କ ସୃଷ୍ଟିଟା ଏକ ଆନନ୍ଦମୟ ଲାଗୁନାହିଁ, ରସମୟ ଲାଗୁନାହିଁ। ସୃଷ୍ଟିଟା କେମିତି ଗୋଟେ ନିରସା ଶୁଷ୍କ ଲାଗୁଛି। କାରଣ କେହି ଭଗବାନଙ୍କୁ ବା ସ୍ରଷ୍ଟାକୁ ଭଜନ କରୁନାହାନ୍ତି, କେହି ସ୍ରଷ୍ଟାକୁ ଭଲ ପାଉନାହାନ୍ତି। ସ୍ରଷ୍ଟା କିଏ ଜାଣିନାହାନ୍ତି, ନିଜେ କିଏ ବି ଜାଣିନାହାନ୍ତି। ଦେଖିଲେ ସମସ୍ତେ ଏଠାରେ ପଶୁ, ଆଉ କାହାଠି ଦିବ୍ୟ ଜ୍ଞାନ ନାହିଁ। ଆଉ ତେଣୁ ସେ ଚିନ୍ତା କରି ଶେଷରେ ସେ ମନୁଷ୍ୟକୁ ସୃଷ୍ଟି କଲେ ଏବଂ ତାକୁ ଦିବ୍ୟ ଜ୍ଞାନ ପ୍ରଦାନ କଲେ। କହିଲେ ତୁ ଏ ସଂସାରରେ କେବଳ ମୋତେ ଭଜନ କରିପାରିବୁ, ମୋତେ ଧ୍ୟାନ କରିପାରିବୁ, ମୋତେ ଜପ କରିପାରିବୁ, ତୁ ପୂଜା ପାଠ ମୋର କରିପାରିବୁ, ମୋ କଥା କହିପାରିବୁ, ମୋ କଥା ଶ୍ରବଣ କରିପାରିବୁ, ତୁ ମୋର ସମସ୍ତ କାମ ହିଁ କରିପାରିବୁ, ଆଉ କେହି କରିପାରିବେନି। ତୋତେ ଶକ୍ତି ସାମର୍ଥ୍ୟ, ଏଇ ବିଦ୍ୟା, ଏଇ ବୁଦ୍ଧି ଦେଇ ତୋତେ ମୁଁ ଛାଡ଼ିଲେ। ତେଣୁ ଶାସ୍ତ୍ର ଲେଖା ଅଛି, ଯିଏ ଏଇସବୁ କାମ ନ କରନ୍ତି, ହରି ବିମୁଖ ପ୍ରାଣୀ ଯେତେ, ସେ ଥାନ୍ତି ପଶୁଙ୍କ ସଙ୍ଗତେ। କଥାଟା ବୁଝିପାରିଲେ? ଭଗବାନ ଲାଷ୍ଟକୁ ସୃଷ୍ଟି କଲେ ମନୁଷ୍ୟକୁ। ଆପଣ ଭାବୁଥିବେ ଲାଷ୍ଟ କ'ଣ କେତେ ବର୍ଷ? ନା, ଗୋଟେ ମୁହୂର୍ତ୍ତ ଭିତରେ ସେ ଦେଖିଦେଲେ। ଗୋଟିଏ ମୁହୂର୍ତ୍ତ ଭିତରେ ସେ ଦେଖିଦେଲେ ଯେ ଏଇ ସୃଷ୍ଟି ଏବେ ସେ କରିଦେଲେ। ତାଙ୍କ ପାଇଁ ତ ଗୋଟେ ମୁହୂର୍ତ୍ତ ନା। ସେଇ ମୁହୂର୍ତ୍ତ ଭିତରେ ଦେଖିଦେଲେ ଏଥିରେ ଆନନ୍ଦ ନାହିଁ, ପ୍ରୀତି ନାହିଁ, କିଛି ନାହିଁ। ସଡନ୍ ତାପରେ ସୃଷ୍ଟି କଲେ ସେ ମନୁଷ୍ୟକୁ। ତେଣୁ ଆମକୁ କିଏ ଦୁଃଖ ଯନ୍ତ୍ରଣା କଷ୍ଟ ଦେଉଛି? ନା ଅବିଦ୍ୟା, ଅସ୍ମିତା, ରାଗ, ଦେଶ ଆଉ ଅଭିନିବେଶ। ଅବିଦ୍ୟା ପରେ ବାବା କହିଛନ୍ତି, ଆପଣମାନେ ଶୁଣିଛନ୍ତି। ଅସ୍ମିତା ଉପରେ ଆପଣମାନେ ଶୁଣିଛନ୍ତି। ରାଗ ଉପରେ ଶୁଣିଛନ୍ତି। 3 ଥର ଭୁବନେଶ୍ୱର ଧ୍ୟାନ କେନ୍ଦ୍ରରେ ଆରି ଉପରେ ସତ୍ସଙ୍ଗ କରାହେଇଛି। ଆଉ ଗୋଟେ ହେଉଛି କ'ଣ ନା ଦେଶ ଆଉ ଅଭିନିବେଶ ଉପରେ ଆପଣମାନେ ଶୁଣି ନାହାନ୍ତି। ଖାଲି ଜଷ୍ଟ ଆପଣମାନେ ଶୁଣିବେ, ଟିକେ ଜ୍ଞାନ ହେବ, ଆଉ କିଛି ଯଦି ସାଧନା ନ କରିବେ ତାହେଲେ ହେବ ନାହିଁ। ଆପଣ ଜ୍ଞାନଟା ଯେପର୍ଯ୍ୟନ୍ତ କ୍ରିୟାତ୍ମକ ନ ହେଇଛି, ପ୍ରାକ୍ଟିକାଲ ଲାଇଫରେ ୟୁଟିଲାଇଜ୍ ନ ହେଇଛି, ସେ ଜ୍ଞାନ ଲାଭ କରିକି
କିଛି ଲାଭ ନାହିଁ। ଯେମିତି ଗାଁ ଗଣ୍ଡା ଲୋକ କହନ୍ତି, ଇରେ ତୁ ପାଠ ପଢ଼ି କ'ଣ ମୂର୍ଖଟାଇ କିରେ? ତା ଅର୍ଥ ଯିଏ ପାଠ ପଢ଼ି ମୂର୍ଖଙ୍କ ଭଳିଆ କାମ କରେ ତାକୁ କ'ଣ କହନ୍ତି ନା ତୁ ମୂର୍ଖଟାଇ କିରେ? ତୁମେ ଜ୍ଞାନ ଲାଭ କରିକି ନିଜ ଭିତରେ ଭଗବାନ ଅଛନ୍ତି, ମୁଁ ସେଇ ଭଗବାନଙ୍କର ଅଂଶ ବିଶେଷ, ସମସ୍ତେ ସେଇ ଭଗବାନଙ୍କର ଅଂଶ ବିଶେଷ, ଜଡ଼ଠାରୁ ଚେତନ ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ଠାରୁ ସୃଷ୍ଟି ଭିତରେ ସ୍ରଷ୍ଟା ଯେ ସବୁଠାରେ ପରିପୂର୍ଣ୍ଣ ହୋଇ ଅଛନ୍ତି, ଏ କଥାକୁ ତୁମେ ଘଣ୍ଟା ଘଣ୍ଟା ବିଚାର କରୁନ, ଚିନ୍ତା କରୁନ ଏବଂ ମନରେ କ'ଣ କରୁଛ ନା ତାର ସମୀକ୍ଷା ମଧ୍ୟ କରୁନ। ଏମିତି ନିଶା ଆପଣମାନଙ୍କୁ ଲାଗିଛି। ସେ ନିଶାଟି ହେଉଛି କେମିତି ଅର୍ଥ ଉପାର୍ଜନ କରିବା, କେମିତି ଆମେ ଅର୍ଥ ଉପାର୍ଜନ କରିବା। ଚମତ୍କାର ଚିନ୍ତା ସମସ୍ତଙ୍କର, ଏବଂ ଯଦି ସେଇଟା ନାହିଁ, ସୁଖ ନାହିଁ, କି ଶାନ୍ତି ନାହିଁ, କି ଆନନ୍ଦ ନାହିଁ, କି ପ୍ରେମ ବି ନାହିଁ। ତେଣୁ ଭାବୁଥିଲେ ଅର୍ଥ ହେଲେ ହେଇଯିବ। ଯାହା ପାଖରେ ସଫିସିଏଣ୍ଟ ଅର୍ଥ ଅଛି କେଉଁ ଜନ୍ମର ପୁଣ୍ୟ ବଳରୁ, ସୁସଂସ୍କାରରୁ, ତାହେଲେ ସେ କ'ଣ ଶାନ୍ତି ଆନନ୍ଦ ପାଇପାରୁଛି? ସମ୍ପଦ ମାନେ ବିପଦ। ସ୍ୱର୍ଗ ସମ୍ପଦରେ ଆଶା ନାହିଁ, ନରକେ ପଡ଼ିବି ଅବା କାହିଁ। ଭାଗବତରେ ଅଛି ଯେ ସ୍ୱର୍ଗ ସମ୍ପଦ ଆଶା କରୁଛି ସେ ନରକରେ ନିଶ୍ଚିନ୍ତ ଦିନେ ପଡ଼ିବ। ସ୍ୱର୍ଗ ସମ୍ପଦରେ ଆଶା ନାହିଁ, ନରକେ ପଡ଼ିବି ଅବା କାହିଁ। ଯଦି ମୁଁ ସ୍ୱର୍ଗ ସମ୍ପଦ ଚିନ୍ତା କରୁନାହିଁ, ମୁଁ ନରକରେ କାହିଁ ପଡ଼ିବି? ତେଣୁ ତାପରେ ତାର ସେ କାମ ଚିନ୍ତାରେ ବ୍ୟସ୍ତ, କେମିତି ମୋର ସବୁ ଡିଜାୟାର ଗୁଡ଼ାକ, କାମନା ଗୁଡ଼ାକ କେମିତି ସବୁ ଫୁଲଫିଲ୍ ହେଇଯାଆନ୍ତା କି। ସମସ୍ତେ ଚାହାନ୍ତି ଏଇଗୁଟା କରିଦେଲା ପରେ ଆଉ କିଛି ମୋର ଦରକାର ନାହିଁ। ଥରେ ଗୋଟେ ସୁନ୍ଦର କଥା, ଆମେ କଲିକତା ଯାଇଛୁ ଗୁରୁଦେବଙ୍କୁ ଦର୍ଶନ କରିବା ପାଇଁ। ସୁନ୍ଦର ଛୋଟ ଫୁଲମାଳଟିଏ ଗୁରୁଦେବ ଭଲ ପାଆନ୍ତି, ଫ୍ରେଶ୍ ଫୁଲ ହେଇଥିବ। ଗୁଡ଼ରେ ତିଆରି ହେଇଥିବା ସନ୍ଦେଶକୁ ଗୁରୁଦେବ ଖାଆନ୍ତି। କଲିକତାରେ ବହୁତ ଜାଗାରେ ଆଭେଲେବୁଲ୍ ହୁଏ, ଖୋଜିକି ଆମେ ନେଉ, ପ୍ରଣାମୀ ନେଉ। ଆଗ ଗୁରୁଦେବ ଫୁଲମାଳ ସେ ପଡ଼ିଆ ପ୍ରଣାମୀ ରଖି ସାଷ୍ଟାଙ୍ଗ ପ୍ରଣାମ କରୁ। ସେତେବେଳେ ଏଇ ଆଶ୍ରମ ପାଇଁ ଆମେ ଜାଗାଟା କିଣିଥାଉ, କିନ୍ତୁ ଗୁରୁଦେବଙ୍କୁ ଜଣାଇ ନଥାଉ। ଆମେ ଏଇଥରିକ ଭାବିଲୁ ଯିବୁ, ଗୁରୁଦେବ କଲିକତାରେ ଆସି ଅଛନ୍ତି, ଆମେ ଦର୍ଶନ କରିବୁ, ବାବାଙ୍କୁ ଆଶ୍ରମ ବିଷୟରେ ଜଣାଇବୁ। ଜଷ୍ଟ ଜାଗାଟା କିଣା ହେଇକି ପଡ଼ିଥାଏ। ଗୁରୁଦେବ ଆମକୁ କହିଲେ କ'ଣ ପଚାରିବେ? କହିଲି ବାବା ନା କ'ଣ କୁହନ୍ତୁ। ଆଗ ସାଧନା କଥା କହିଲୁ। ଆମେ ଫାଷ୍ଟ କ୍ରିୟା ନେଇଥାଉ, ସେକେଣ୍ଡ କ୍ରିୟା କଥା ଆମେ କହିଲୁ। କହିଲେ ହଉ, ତୁମେ ସେକେଣ୍ଡ କ୍ରିୟା ଜାଣିବ, ଫାଷ୍ଟ କ୍ରିୟା ଭଲ କି ପ୍ରାକ୍ଟିସ୍ କରିଛ, ଭଲ କି ଜାଣିଛ? ମୁଁ କହିଲି ବାବା ଆଜ୍ଞା। ନା ତୁମ ଭିତରେ ଭଗବତ ପ୍ରାପ୍ତି ପାଇଁ ଡିଜାୟାର ଆସିଲାଣି? କେବଳ ଈଶ୍ୱର ପ୍ରାପ୍ତି ମୋର ଦରକାର, ମୋର ଆଉ କୌଣସି ଜିନିଷ ଏଠାରେ ଆଉ ଦରକାର ନାହିଁ। ଈଶ୍ୱର ସତ୍ୟ, ଜଗତ ମିଥ୍ୟା, ବା ବ୍ରହ୍ମଙ୍କୁ ସତ୍ୟ, ଜଗତ ମିଥ୍ୟା। ଏ ଭାବନା ଆସିଛି? ପଦକେ ନିସ୍ତରିବି ମୁହିଁ, ଏତେ ଭଜନ କାହିଁ ପାଇଁ। ସେଇ ହେଉଛି ଗୋଟିଏ ପଦ। ପଦକେ ନିସ୍ତରିବି ମୁହିଁ, ଏତେ ଭଜନ କାହିଁ ପାଇଁ। ଗୋଟିଏ ପଦରେ ସେ ମିଳିବେ କ'ଣ ନା ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ପର୍ଯ୍ୟନ୍ତ ଆପଣମାନେ କହିଲେଣି ଭଗବାନ ସତ୍ୟ, ଏ ସଂସାରରେ ସବୁ ମିଛ। ଆପଣମାନଙ୍କର କ'ଣ ନା ଈଶ୍ୱର ମିଛ, ଏ ଦୁନିଆ ହେଉଛି, ଜଗତ ହେଉଛି ସତ୍ୟ। ଗୃହସ୍ଥାଶ୍ରମ ଲୋକଙ୍କଠାରୁ ଗୋଟିଏ ବଡ଼ କଥା ଶିକ୍ଷା କରିବାକୁ ମିଳେ। ସେଇଟା କ'ଣ ନା ଈଶ୍ୱରକୁ ଯେମିତି ଦୂରେଇ ଦେଇ ସେ ସଂସାରକୁ ଆପଣାର କରି ନେଇଛନ୍ତି। ଏତେ ଆପଣାର କରି ନେଇଛନ୍ତି ଯେ ଆଉ ଈଶ୍ୱର କଥା ଭୁଲି ଯାଇଛନ୍ତି। ଏବଂ ସାଧୁମାନେ କ'ଣ କରିଛନ୍ତି ନା ସଂସାର ଲୋକମାନେ ସଂସାରକୁ ଯେତେ ଆପଣାର କରି ଈଶ୍ୱରକୁ ଭୁଲି ଯାଇଛନ୍ତି, ସାଧୁମାନେ
ତାଙ୍କରି ତୁଳନାରେ ସେତିକି ଭଗବାନଙ୍କୁ ଆପଣାର କରି ଏ ଦୁନିଆକୁ ଭୁଲି ଯାଇନାହାନ୍ତି। ତେଣୁ ଆପଣମାନେ ବଡ଼ ମହାନ। କାହିଁକି ମିଥ୍ୟାଟାକୁ ଏତେ ଦୂର ମାଡ଼ି ବସି ଧରିଛନ୍ତି, ସତ୍ୟକୁ ଧରିଛନ୍ତି କି? କହିଲ ସତ୍ୟ ପାଇଁ କିଏ ଜୀବନ ଉତ୍ସର୍ଗୀକୃତ କରିଦେଇଛି। ତାର ସମସ୍ତ ସମୟ, ସମସ୍ତ ଅର୍ଥ, ସମସ୍ତ ବଳ, ସମସ୍ତ ବିଦ୍ୟା, ସମସ୍ତ ବୁଦ୍ଧି ତାର କେବଳ ଭଗବାନଙ୍କ ପାଇଁ। କିଏ ଜଣେ ଅଛି ହାତ ଟେକିଲ? କେହି ତ ନା, ହାତ କ'ଣ ଟେକିବ? ଶେଷଦି ପରୀକ୍ଷା ପଡ଼ିଯିବ। କାଲିଠାରୁ ଜୁନ୍ 1 ତାରିଖ ଆରମ୍ଭ ହେବ। ଆଜି ପୂର୍ଣ୍ଣିମା, ପୂର୍ଣ୍ଣିମାରେ ଆଗେ ସତ୍ସଙ୍ଗ ହେଉଥିଲା। ତେଣୁ ଗୁରୁଦେବ ସେଇଠି କହିଲେ ବାପା, ମୁଁ କହିଲି ବାବା ଗୋଟେ ଛୋଟିଆ ଜାଗାଟେ କିଣା ହେଇଛି, ସେଇଟା ଆଶ୍ରମ ହେବ, ଆପଣ ଟିକେ ଆଶୀର୍ବାଦ କୃପା କରନ୍ତୁ। କିଛି ସମୟ ନୀରବ ରହିଲେ। କହିଲେ କାହିଁକି ଆପଣ ଆଶ୍ରମ କରିବା ପାଇଁ ଭାବିଲେ? କହିଲେ ନାଇଁ ବାବା, ଆଶ୍ରମ ନାହିଁ, ଗୋଟେ ଭଜନ କୁଟୀର, ସେଇଠି ବସିକି ଆମେ ଭଜନ ଠାକୁରଙ୍କୁ କରିବୁ, ନୀରବରେ ବସିବୁ, ଆଉ କିଛି ଚିନ୍ତା କରିବୁ ନାହିଁ। ତାଙ୍କର ଅନୁଭବ ଅନୁଭୂତି କଥା ସେ କହିଲେ ଦେଖନ୍ତୁ, ଇଟା ଖଣ୍ଡେ ଯୋଡ଼ୁ ଯୋଡ଼ୁ ଆଉ ଖଣ୍ଡେ ଇଟା ଯୋଡ଼ିବାକୁ ଇଚ୍ଛା ହେବ। ଘରଟିଏ କରୁ କରୁ ଆଉ ଗୋଟିଏ ଘର କରିବାକୁ ଇଚ୍ଛା ହେବ। ଗୋଟିଏ ଆଶ୍ରମ କରୁ କରୁ ଆଉ ଗୋଟେ ଆଶ୍ରମ କରିବାକୁ ଇଚ୍ଛା ହେବ। ତେଣୁ ସାଧନାରେ ଘୋର ବିଘ୍ନ ଘଟିବ। ତେଣୁ ଆପଣ ଏଥିରେ କାହିଁକି ମୁଣ୍ଡ ପୁରେଇଲେ? ଆପଣଙ୍କୁ ତ ଇଣ୍ଡିଆରେ ଯେକୌଣସି ଭଲ ଜାଗାରେ ମୁଁ ରଖିଦେଇଥାନ୍ତି, ଆପଣ ବସିକି ଖାଇଥାନ୍ତେ, ଧ୍ୟାନ କରିଥାନ୍ତେ, ସମସ୍ତ ପଇସା ମୁଁ ଆପଣଙ୍କୁ ଦେଇଥାନ୍ତି। ଆପଣ ଏ କାମ କାହିଁକି କଲେ? କହିଲେ ବାବା ଏବେ ନିର୍ଦ୍ଦେଶ କରନ୍ତୁ, ସେ ଜାଗାଟାକୁ ବିକ୍ରି କରିଦେବା, ଆଉ ଆମେ ଆଶ୍ରମ କରିବୁ ନାହିଁ। ଆମେ ବାବାଙ୍କର ଆଦେଶକୁ ଚାହିଁ ବସିଥାଉ। କିଛି ସମୟ ପରେ ବାବା କହିଲେ ନାଇଁ, ଆଶ୍ରମ କର, ତୁମେ ଆଶ୍ରମ କରିପାରିବ, କିନ୍ତୁ ସାଧନାରେ ମନଟାକୁ ରଖିବ। ସାଧନାଟାରେ ଯଦି ମନକୁ ନ ରଖିବ, ବହୁତ ମଳିଆ, ବହୁତ ଆବର୍ଜନା ଅଳିଆ ଆସି ପଡ଼ିବ, ତାକୁ ସଫା କରିବ ଭାରି କଷ୍ଟ। କ'ଣ ଅଳିଆ କିଏ ପକାଇବେ? ନା ଶିଷ୍ୟମାନେ ସବୁ ଅଳିଆକୁ ନେଇକି ଆସିବେ, ଏଇଠି ପକାଇବେ। ତୁମର ଡ୍ୟୁଟି, ତୁମେ ସଫା କରିପାରିବ ତ? ଅନୁଷ୍ଠାନ ଖୋଲା ହେଲା ମାନେ ଭଲ ଆସିବେ, ମନ୍ଦ ଆସିବେ। ଯେ ପ୍ରକୃତ ଗୁରୁ ସେ ସମସ୍ତଙ୍କୁ ୱେଲକମ୍ କରିବ। ଭଲ ରହିବେ, ମନ୍ଦ ମନକୁ ମନ, ଅଳିଆ ସବୁ ମନକୁ ମନ ପଳେଇବେ, ସଫା ହେଇଯିବ। ଯଦି ଯେଉଁ ଅଳିଆ ସଫା ହେଲା, ସେ ମେସିନ୍ରେ ଯିଏ ପଶିକି ବାହାରିଲା ହେବ, ନହେଲେ ନାହିଁ। ନହେଲା ସେ ପଳେଇବ। ମୋତେ ସେଦିନର କଥା ମନେ ପଡ଼େ। ଗୁରୁଦେବ କହିଥିଲେ ଖଣ୍ଡେ ଇଟା ଯୋଡ଼ିଲେ ଆଉ ଖଣ୍ଡେ ଇଟା ଯୋଡ଼ା ହେବ, ଗୋଟିଏ ଘର ଗଲେ ଆଉ ଗୋଟିଏ ଘର ହେବ, ଏବଂ ଗୋଟିଏ ଆଶ୍ରମ ପରେ ଆଉ ଗୋଟିଏ ଆଶ୍ରମ ସିଚୁଏସନ୍ ପଡ଼ିବ, କରାହେବ। କିନ୍ତୁ ତୁମେ ସେଥିରେ ରହିବ ନାହିଁ। ସେ କଥାକୁ ମୁଣ୍ଡ ଭିତରେ ଗ୍ରହଣ କରିବ ନାହିଁ, ମନ ଭିତରେ ଗ୍ରହଣ କରିବ ନାହିଁ। ତୁମେ ସବୁବେଳେ ବର୍ତ୍ତମାନରେ ରହିବ, ସାଧନା କରିବ, ଦେଖିବ ତୁମ ପ୍ରାରବ୍ଧ ବା ଜନ୍ମ ଜନ୍ମାନ୍ତରର କର୍ମଫଳଟା କେମିତି ଭୋଗ ହେଉଛି, ତୁମେ ତାକୁ ଦେଖିବ ଏବଂ ସେଥିରେ ସମ୍ପୃକ୍ତ ହେବ ନାହିଁ, ଇନଭଲ୍ଭ ହେବ ନାହିଁ। ତୁମେ ତୁମ ସାଧନାଟା 24 ଘଣ୍ଟା କରି ଚାଲିବ। ଯାହା ହେବାର ଥିବ ହେବ, ଯାହା ନ ହେବାର ଥିବ ତାହା ହିଁ ହେବ ନାହିଁ। ମୁଁ ଆଶୀର୍ବାଦ କରୁଛି, ଆପଣ ଯାଆନ୍ତୁ, ଆଶ୍ରମ କାମ କରନ୍ତୁ, ତା ସହିତ ଗଭୀର ଧ୍ୟାନ କରନ୍ତୁ। ସେଇ ଦିନର କଥା ମନେ ପଡ଼େ, ସକାଳର କଥା। ଆମେ ଭୋରୁ ଭୋରୁ ଯାଇ କାଲକାଟାରେ ପହଞ୍ଚିଥାଉ। ଆଜି ଗୋଟିଏ ଘରରୁ ଅନେକ ଘର, ଅନେକ କୋଠା ବାଡ଼ି ସବୁକିଛି ହେଲା, ତାଙ୍କରି କୃପା, ତାଙ୍କରି ଆଶୀର୍ବାଦ। କିନ୍ତୁ କହିଥିଲେ ସବୁବେଳେ ସାଧନାରେ ମନଟାକୁ ରଖିଥିବ, ଆଉ ସାଧନାର ପରିପକ୍ୱ ଅବସ୍ଥାକୁ ଯିବ। ପରିପକ୍ୱ ଅବସ୍ଥାକୁ ଗଲେ ତୁମକୁ ସମସ୍ତେ ଭଲ ପାଇବେ, ଶ୍ରଦ୍ଧା କରିବେ, ପୂଜା କରିବେ। ତୁମେ ସମସ୍ତଙ୍କ ଭିତରେ
ଠାକୁର ହେଇକି ରହିଯିବ, ଭଗବାନ ହେଇକି ରହିଯିବ। ଯଦି ପରିପକ୍ୱ ଅବସ୍ଥାକୁ ଯିବ, ଯେମିତି ଆମ୍ବଟେ ଚଣା ହେଲା ବେଳେ କେହି ଭଲ ପାଆନ୍ତି କି? ଟିକେ ବଢ଼ିଲେ ଟିକେ ଆକର୍ଷଣ, ଟିକେ ବଢ଼ିଲେ ଟିକେ ଆକର୍ଷଣ। ଆମ୍ବଟା ନ ପାଚିବା ପର୍ଯ୍ୟନ୍ତ ସେ ଆମ୍ବ ପ୍ରତି କାହାର ଶ୍ରଦ୍ଧା ନଥାଏ। ଯେତେବେଳେ ଆମ୍ବଟା ପାଚିଯାଏ, ଖାଲି ମଣିଷ ଶ୍ରଦ୍ଧା କରେ ନାହିଁ, ଏ ପଶୁପକ୍ଷୀ ମଧ୍ୟ ଶ୍ରଦ୍ଧା କରନ୍ତି। ପକ୍ଷୀ ବସିକି ଥଣ୍ଟ ମାରନ୍ତି, ଖାଇବେ, ପଡ଼ିଲେ ବି ଗୋରୁ ଖାଆନ୍ତି, ସମସ୍ତେ ବି ଖାଇଯିବେ। କେତେ ଜୀବଜନ୍ତୁ ଅଛନ୍ତି ସେମାନେ ଫଳକୁ ଖାଇଯାଆନ୍ତି, ମିଠା ଲାଗେ, ଟେଷ୍ଟ ଲାଗେ ବୋଲି। ସେମିତି ସାଧନାର ପରିପକ୍ୱ ଅବସ୍ଥାକୁ ତୁମେ ଆସିଲେ ତୁମେ ସମସ୍ତଙ୍କୁ ଭଲ ଲାଗିବ, ସମସ୍ତେ ତୁମକୁ ଭଲ ପାଇବେ। ତେଣୁ ସାଧନା ପରେ ସାଧନା କରି ଚାଲିବ, ମୌନ ରହିବ, ଏକାନ୍ତ ରହିବ ଏବଂ ଗଭୀର ଧ୍ୟାନ କରିବ। ଯେ ମୌନ ନ ରହିଛି ସେ ନିଜ ଭିତରଟାକୁ ଜାଣିପାରିବ ନାହିଁ। ଯେ ମୌନ ନ ରହିବ ସେ ନିଜର ଭିତରଟାକୁ ଜାଣିପାରିବନି। ଭିତରଟା କ'ଣ ନା ତା ଭିତରେ କ'ଣ କ'ଣ ସବୁ ଥଟ୍ସ ଆସୁଛି, କି ଥଟ୍ସ ଆସୁଛି। ଲୋକଙ୍କ ଭିତରେ ରୁହ, 5 ଲୋକ ଆଡ଼େ ମନ ଯିବ ଏବଂ 5 ଆଡ଼େ ମନ ଗଲେ ତୁମେ ନିଜ ଭିତରଟାକୁ ଜାଣିପାରିବ। ଯେତେବେଳେ ଏକୁଟିଆ ବସିଯିବ ଗୋଟିଏ ଘରେ, କେହି ନଥିବେ, ତୁମେ ଦେଖିବ କେମିତି ଲୀଳା ଖେଳା ତୁମ ଭିତରେ ହେଉଛି, କ'ଣ କ'ଣ ଅଛି ତୁମ ଭିତରେ ବାହାରୁଛି। କିଏ କେବେ ଏକୁଟିଆ ରାତିରେ ରହୁଛ ଦେଖୁଛ? କେହି ରହିଛ ଏକୁଟିଆ ଗୋଟେ ରୁମ୍ରେ ଘଣ୍ଟା ମାନେ ବର୍ଷ ବର୍ଷ ମାସ ମାସ ହେଇକି ବସିଲଣି? କେହି ବସିନ, ନାଇଁ କି? ଏକାନ୍ତ ଆଉ ମୌନ। ଏକାନ୍ତ ଯେ ରହିଛି ଚୁପଚାପ ଏକୁଟିଆ, ସେ ଦୁଇକି ସ୍ଥାନ ଦେବ ନାହିଁ, ଦୁଇକି ସେ କେବେ ଇଏ କରିବ ନାହିଁ। ଏବଂ ମୌନ, ଆମେ ମୌନଟା ମୂଳରୁ ଶିଖିଛେ ଯୋଗସ ପ୍ରଥମ ଦ୍ୱାର ବାକ୍ ନିରୋଧ, ଟକ୍ଲେସ୍ ଆଣ୍ଡ ଗେନ୍ ପାୱାର, ଟକ୍ଲେସ୍ ଆଣ୍ଡ ମେଡ଼ିଟେଟ୍ ମୋର୍। କହିବା ଦ୍ୱାରା ବହୁତ ଶକ୍ତି ରକ୍ଷା ହୁଏ, କହିବା ଦ୍ୱାରା ମିଛ କଥା ଆସେ, କହିବା ଦ୍ୱାରା ଅହଙ୍କାର ପ୍ରକାଶ ପାଏ, କହିବା ଦ୍ୱାରା ନିଜର ବଡ଼ିମା ମଧ୍ୟ ପ୍ରକାଶ ହେଇଯାଏ। ତେଣୁ ଭେରି କନସିୟସ୍, ଯେଉଁ କଥା କାହାରି କାମରେ ଲାଗୁନାହିଁ, କାହାର ଉପକାର ନାହିଁ, ଅପକାର ପଛେ ହେଉଛି ଏବଂ କଥା କହିବା ଦ୍ୱାରା ନିଜର ମଧ୍ୟ କ୍ଷତି ହେଉଛି, ଆମେ ଏ ବିଷୟରେ ଜାଣିନେ। ଯଦି ଜାଣିଥାନ୍ତେ ଫୋନ୍ଟାକୁ ଧରି କ'ଣ ସବୁବେଳେ ଲାଗୁଥାନ୍ତେ କି? କାହା ସାଙ୍ଗରେ କଥା ହେଉଥାନ୍ତେ କି? ଦେଖନ୍ତୁ, ଆପଣଙ୍କ କଥାରେ କାହାର ପରିବର୍ତ୍ତନ ହେଇଛି କି? ଆପଣଙ୍କର କଥାରେ କାହାର ଅଭାବଟା ଚାଲିଯାଇଛି କି? ଆପଣ କଥାରେ କାହାର ମାନସିକ ଶାନ୍ତି ହେଇଛି କି? ଆପଣ କଥାରେ କାହାର ସୁସଂସ୍କାର ତା ଭିତରେ ସୃଷ୍ଟି ହେଇଛି କି? କାରଣ ଆପଣ ସେ ଆଦର୍ଶର ଅଧିକାରୀ ନୁହନ୍ତି। ଗୋଟେ କଥା କହିଲେ ଏ ସତ୍ସଙ୍ଗ ତ ସମସ୍ତେ ଶୁଣିବେ ଏବଂ ଅନେକ କମେଣ୍ଟ କରିପାରନ୍ତି, ଆମକୁ ତ ଏପର୍ଯ୍ୟନ୍ତ କେହି କରିନାହାନ୍ତି, କେତେବେଳେ କରିବେ, କରିନାହାନ୍ତି ଯେ କରିବେ ନାହିଁ ଏ କଥା ଠିକ୍ ନୁହେଁ, କେତେବେଳେ ବି କରିବେ। କାରଣ ଯୀଶୁକୁ କରିଛନ୍ତି, ସବୁ ମହାପୁରୁଷକୁ ଭଗବାନ କୃଷ୍ଣଙ୍କୁ କରିଛନ୍ତି, ରାମକୁ କରିଛନ୍ତି, ବୁଦ୍ଧଙ୍କୁ କରିଛନ୍ତି, ସମସ୍ତଙ୍କୁ, ରାମକୃଷ୍ଣଙ୍କୁ କରିଛନ୍ତି, ସମସ୍ତଙ୍କୁ କରିଛନ୍ତି। ଗୋଟେ ବିରୋଧୀ ଶକ୍ତି ସଂସାରରେ ଅଛି, ତୁମେ ଯେତେ ଉପରକୁ ଉଠିବ ସିଏ ତୁମକୁ ସେତେ ଆଟାକ୍ କରିବ। ଗୋଟେ ବିରୋଧୀ ଶକ୍ତି ଅଛି, ଗୋଟେ ପଜିଟିଭ୍ ପାୱାର ଅଛି ସଂସାରରେ, ଗୋଟେ ନେଗେଟିଭ୍ ପାୱାର ଅଛି। ସେ ପଜିଟିଭ୍ ପାୱାର ଯେତେ ରାଇଜ୍ କରିବ, ନେଗେଟିଭ୍ ପାୱାର ତାକୁ ସେତେ ଆଟାକ୍ କରିବ। ଗୋଟେ ଛୋଟିଆ କଥା, ଦୁବ ଘାସର ଯଦି 1000 କିଲୋମିଟର ବେଗରେ ପବନ ହୁଏ, ଦୁବ ଘାସର କ'ଣ କରିବ? ଦୁବ ଘାସର କ'ଣ କରିବ କୁହନ୍ତୁ? 5000 କିଲୋମିଟର ଯଦି ପବନ ପ୍ରବାହିତ ହେବ, ଦୁବ ଘାସର କ'ଣ କରିବ? କିଛି କରିପାରିବନି। ଗଛଟା ଯେତେ ଡେଙ୍ଗା ହେଇଥିବ, ବଡ଼ ହେଇଥିବ, ସେ ପବନଟା ତାକୁ ଧରିକି ସେତେ ଭାଙ୍ଗିଦେବ। ତେଣୁ ସାଧାରଣ ଲୋକଙ୍କୁ କେହି କ୍ରିଟିସାଇଜ୍ କରନ୍ତି ନାହିଁ, କମେଣ୍ଟ କରନ୍ତି ନାହିଁ, ତାଙ୍କର କେସ୍ କୁସା ମାଲି ମକଦ୍ଦମା ନଥାଏ, ତାଙ୍କର ଋଣ ଧାର ଉଧାର ନଥାଏ। ସେମାନେ ଜଷ୍ଟ ଖାଇଲେ ପିଇଲେ ପଶୁପକ୍ଷୀ ଭଳିଆ ଜୀବନ ବଞ୍ଚିଦେଲେ, ଶୋଇପଡ଼ିଲେ, ଉଠି ପଡ଼ିଲେ,
ସେ ତ ସଂସାରର କାହାରି କାମରେ ଲାଗନ୍ତି ନାହିଁ, ନିଜ କାମରେ ବ୍ୟସ୍ତ ଥାଆନ୍ତି। ତାଙ୍କ ପାଖରେ ବିରୋଧୀ ଶକ୍ତି କାହିଁକି ଆସିବ? ସେ ତ ଦୁବ ଘାସ ହେଇକି ସବୁବେଳେ ଥାଆନ୍ତି। ଯେତେବେଳେ ତୁମେ ବଡ଼ ହେଲ ଅଟୋମେଟିକ୍ ବିରୋଧୀ ଶକ୍ତି ତୁମ ପାଖକୁ ଆସିବ। ତୁମେ ପଜିଟିଭ ମାଇଣ୍ଡରେ ରହିଥିବ, ପଜିଟିଭ ଥଟ୍ସରେ ରହିଥିବ, ଭଗବାନ ନିକଟରେ ଶରଣ ବସିଥିବ ଏବଂ ତୁମ କର୍ମରେ କୌଣସି ଅହଙ୍କାର ମୁଁ ମୋର ଭାବ ନଥିବ, ତାହେଲେ ଦ ଡେ ୱିଲ୍ କମ୍, ୟୁ ୱିଲ୍ ସି। ଆପଣ ସମୟ ଆସିବ ଦେଖିବେ ପଜିଟିଭ ଅଲୱେଜ୍ ଓଭରକମ୍ସ ନେଗେଟିଭ। ନେଗେଟିଭ୍ ପାୱାର ତୁମର କିଛି କରିପାରିବ ନାହିଁ। କିନ୍ତୁ ସେତିକି ଧୈର୍ଯ୍ୟ ଆଉ ସେତିକି ନୀରବତା ଏତେ ସାଧାରଣ କଥା ନୁହେଁ, ସହଜ କଥା ନୁହେଁ। ତେଣୁ ଧର୍ମ ଜଗତରେ ପ୍ରବେଶ କଲେ ତୁମକୁ ଦୁଇଟା କଥା ଆଗ ଅବଲମ୍ବନ କରିବାକୁ ପଡ଼ିବ। ତୁମର ହେଉଛି ଆଗ ପେସେନ୍ସ, ଧୈର୍ଯ୍ୟ। ତୁମର ପେସେନ୍ସ କେତେ ଅଛି? ଆଉ ତୁମେ ଭୁଲ କରିନ, ଲୋକ ତୁମ ଭୁଲ ବୋଲି କହିଲେ ତୁମେ କେତେ ନୀରବତା ରହିପାରୁଛ, କେତେ ଧୈର୍ଯ୍ୟ ଧରିପାରୁଛ? ଯଦି କେତେବେଳେ ଲୋକ ନୀରବ ରହିପାରିବ, କେତେବେଳେ ଲୋକ ଧୈର୍ଯ୍ୟ ଧରିପାରିବ ନା ଯାହାର ଈଶ୍ୱରଙ୍କ ଉପରେ ବିଶ୍ୱାସ ଆଉ ନିର୍ଭର ଅଛି। ଆଉ ଈଶ୍ୱର ହିଁ ସବୁକିଛି କରୁଛନ୍ତି, କରାଉଛନ୍ତି, ସେ ଅନୁଭବ କରିଛି ବା କରୁଛି। ପ୍ରତ୍ୟେକଟି ମୁହୂର୍ତ୍ତରେ ଯଦି ଈଶ୍ୱର କରୁଛନ୍ତି, କରାଉଛନ୍ତି, ତାହେଲେ ସବୁ ତୁମେ ବ୍ୟତୀତ ମୁଁ କାହାକୁ ଜାଣିନାହିଁ। ତୁମେ ଆଜି ଫୁଲମାଳ ପିନ୍ଧିଛ, କାଲି ଚପଲ ମାଳ ପିନ୍ଧେଇବ, ସବୁ ତୁମର ଇଚ୍ଛା। କିନ୍ତୁ ଏଇଠି ଗୋଟେ ବଡ଼ କଥା ଆସେ, ଭୋତାତ କର୍ମ ପାଦେ ସେବ, କର୍ମ ନାହିଁ ଅନ୍ୟ ଦେବ। ତେଣୁ ଯିଏ ପ୍ରତ୍ୟେକଟି ମୁହୂର୍ତ୍ତରେ ଆତ୍ମବୋଧରେ କର୍ମ କରୁଛି, 24 ଘଣ୍ଟା ଶୟନେ ସପନେ କିବା ଜାଗରଣେ, ସବୁ ତୁମେ, ସବୁ ତୁମେ, ଏଭ୍ରିଥିଙ୍ଗ ଇଜ୍ ୟୁ, ସବୁ ତୁମେ। ମୋ ଭିତରେ ପଜିଟିଭ ଆସୁଛି ତୁମେ, ମୋ ଭିତରେ ନେଗେଟିଭ ଆସୁଛି ତୁମେ। ଆଜି ଖରା ହେଇଛି ତୁମେ, ଆଜି ବର୍ଷା ହେଇଛି ତୁମେ। ଯାହାକୁ ଗୀତାରେ କୁହାଯାଇଛି ସୁଖେ ଦୁଃଖେ ସମକୃତ୍ୱା। ଗୋଟିଏ ଭାବ, ଏ ଭାବ କେମିତି ଆସିବ ନା ସବୁରି ଭିତରେ ନିଜକୁ ଜଣକୁ ଅନୁଭବ କଲେ ଏ ସୃଷ୍ଟିର ସ୍ରଷ୍ଟା ସବୁ କରୁଛନ୍ତି। ଗୁରୁଦେବ କହୁଥିଲେ ନୋ ଗଡ୍, ନୋ ଥଟ୍ସ, ନୋ ୱାର୍କ। ଏଇ ଗୋଟିଏ ଅନୁଭବ ଯଦି ଆପଣ କରିବେ, ସାରା ଜୀବନଟା ଆନନ୍ଦ ଏବଂ ପ୍ରେମରେ କଟିବ। କଥା ରହିଛି କ'ଣ ନା ରାଗ ବୋଇଲେ ଆସକ୍ତି ବା ଲାଇକ୍, ଦେଶ ବୋଇଲେ ଡିସଲାଇକ୍। ଲୋକ ଯେତେବେଳେ ଦେଖୁଛି ଦୁନିଆରେ ଏଇ ପାପ ଚକ୍ଷୁ ଦୁଇଟା ଯେତେବେଳେ ଦେଖୁଛି, ଯାହା ସୁନ୍ଦର ତାକୁ ଭଲ ଲାଗୁଛି, ଲାଇକନେସ୍, ତାର ଆସକ୍ତି ଆସୁଛି। ଭଲଟାକୁ ଦେଖିଲେ ଆସକ୍ତି ହେଉଛି ମୋତେ ଏଇଟା କେମିତି ପ୍ରାପ୍ତି ହୁଅନ୍ତା କି? ସମସ୍ତଙ୍କ ଭିତରେ କାମନା ହୁଏ। ଯିଏ ପ୍ରକୃତ ଆତ୍ମଜ୍ଞାନର ଅଧିକାରୀ ନୁହେଁ, ତାକୁ ଏସବୁ ଇଚ୍ଛା ହେବ। ଭଲଟା ଦେଖିଲେ ମୁଁ ପାଇବି। ଯେଉଁଟାକୁ ଭଲ ହେଇଥିବ ସେ ପାଉ ନ ପାଉ, ସେଇଟା ହେଉଛି ମନର ଧର୍ମ, ଇନ୍ଦ୍ରିୟର ଧର୍ମ, ପ୍ରକୃତିର ଧର୍ମ। ସେ ଭଲଟାକୁ ଲାଇକ୍ କରିବ। ସେ ଯେଉଁଟାକୁ ଭଲ ନୁହେଁ ସେଇଟାକୁ ସେ କ'ଣ କରେ ନା ଡିସଲାଇକ୍, ଲାଇକ୍ କରେ ନାହିଁ, ତାକୁ ଦେଶ ଭାବ କହନ୍ତି। ଆପଣ ଦେଖନ୍ତୁ ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ କମ୍ପେୟାର କରୁଛନ୍ତି, ଅଟୋମେଟିକ୍ ସୋମବଟ ଯେମିତି କ୍ୟାମେରା ଲାଗିଛି ହେଇଯାଉଛି। କାହାକୁ ଭଲ ପାଇଲେ, କାହାକୁ ଭଲ ପାଇଲେ ନାହିଁ। ଗୋଟେ ଭଲ ଖାଦ୍ୟ ହେଇଛି, ଭଲ ଲାଗିଲା। ଖାଦ୍ୟଟା ଭଲ ହେଇନାହିଁ, ଭଲ ଲାଗିଲା ନାହିଁ। ପରିବେଶଟା ସୁନ୍ଦର ହେଇଛି, ଭଲ ଲାଗିଲା। ପରିବେଶଟା ସୁନ୍ଦର ହେଇନି, ବ୍ୟାଖ୍ୟା କଲେ ଖାଲି ଦେଶ ଉପରେ ଘଣ୍ଟା ଘଣ୍ଟା ପଳେଇବ, ଭଲ ଲାଗିଲା ନାହିଁ। ଲୋକଟା ସୁନ୍ଦର ହେଇଛି, ଭଲ ଲାଗିଲା। ଲୋକଟା ଦେଖିବାକୁ ସୁନ୍ଦର ନୁହଁ, ଭଲ ଲାଗିଲା ନାହିଁ। କଣ୍ଠଟା କାହାର ଭଲ ଅଛି, ଭଲ ଗୀତ ବୋଲି ପାରୁଛି, ଭାରି ଆକର୍ଷଣ ଗୀତ, ସେ ଠିକ୍ ସ୍ୱରରେ ବୋଲି ପାରିଲା ନାହିଁ। ଶେଷରେ ଆପଣ ବିରକ୍ତି, ଅଶାନ୍ତି ଭାବ ଆସିଗଲା। ଖାଦ୍ୟଟା ଟିକେ ଲୁଣିଆ ହେଇଛି, ଶେଷରେ ବିରକ୍ତି, ଦେଶ ଭାବ ଆସିଗଲା। ପ୍ରତ୍ୟେକଟି ମୁହୂର୍ତ୍ତରେ ରାଗ ଆଉ ଦେଶ, ଲାଇକ୍ ତ ଇଂଲିଶରେ କହିଲେ ଡିସଲାଇକ୍, ଆରି ଭିତରେ ତୁମ ମନଟା ବଞ୍ଚିଛି, ଆରି ଭିତରେ ମନଟା ବାନ୍ଧି ହେଇଛି। ଭଗବାନ ତାଙ୍କ ସୃଷ୍ଟିଟାକୁ ଦୁଇଟା ଜିନିଷରେ ପରିପୂର୍ଣ୍ଣ କରିଛନ୍ତି।
ନେଗେଟିଭରେ ପରିପୂର୍ଣ୍ଣ କରୁଛନ୍ତି, ପଜିଟିଭରେ ବି ପରିପୂର୍ଣ୍ଣ କରୁଛନ୍ତି। କିନ୍ତୁ ତୁମକୁ କ'ଣ କୁହାହେଇଛି ନା ତୁ ନେଗେଟିଭରେ ଦେଖିବୁ, ତୁ ପଜିଟିଭରେ ଦେଖିବୁ। ତୁ ରାଗରେ ଦେଖିବୁ, ତୁ ଦେଶ ଭିତରେ ମୋତେ ଦେଖିବୁ। ରାଗ ଭିତରେ ମୁଁ ଅଛି, ଦେଶ ଭିତରେ ମୁଁ ଅଛି। ଏ କଥା କେଉଁଠି ଶୁଣିବ ନା ସତ୍ସଙ୍ଗର ଆଶ୍ରୟ ନେଲେ, ତତ୍ତ୍ୱଗୁରୁଙ୍କର ଶରଣାପନ୍ନ ହେଲେ, ଆଉ ନିଜେ ସେତିକି ଶ୍ରଦ୍ଧାବାନ ଥିଲେ। କାରଣ ଆପଣମାନେ ଶ୍ରଦ୍ଧାବାନ ଅଛନ୍ତି ବୋଲି ଆଜି ମାସେଶ ରବିବାର ଆମ କ୍ରିୟା ଯୋଗ ଆଶ୍ରମରେ ସତ୍ସଙ୍ଗ ହେବ। ବାବା କ'ଣ ଟିକେ ଭଗବାନଙ୍କ ଉପରେ କହିବେ, ଆମେ ଟିକେ ଶୁଣିବା। ସେତିକି ଶ୍ରଦ୍ଧା ଅଛି ବୋଲି ଆପଣମାନେ ଏତେ ବାଟରୁ ଆସିଛନ୍ତି। ଯଦି ଶ୍ରଦ୍ଧା ନ ରହିବ ଆପଣ ଜମା ଆସିପାରିବେନି। ସେଥିଲାଗି ଭଗବତୀ ଗୀତାରେ ଲେଖା ହେଇଛି, ଶ୍ରଦ୍ଧାବାନ ଲଭେତେ ଜ୍ଞାନଂ ତତ୍ପର ସଂ ଜିତେନ୍ଦ୍ରିୟ। ଶ୍ରଦ୍ଧାବାନ ଲଭେତେ ଜ୍ଞାନଂ, ଯାହାର ଶ୍ରଦ୍ଧାଟା ଯେତେ ତୀବ୍ରତର ସେ ସେତେ ଜ୍ଞାନର ଅଧିକାରୀ ହେବ। ଯାହାର ଯେଉଁଥିରେ ଶ୍ରଦ୍ଧା ତାକୁ ସେଇ ଜିନିଷ ପ୍ରାପ୍ତି ହୁଏ। ଯାହାର ଭଗବାନଙ୍କ ପାଇଁ ଶ୍ରଦ୍ଧା, ଗୁରୁଙ୍କ ପାଇଁ ଶ୍ରଦ୍ଧା, ଆତ୍ମଜ୍ଞାନ ପାଇଁ ଶ୍ରଦ୍ଧା, ସେ ନିଶ୍ଚିନ୍ତ ଭାବରେ ଶ୍ରଦ୍ଧାବାନ ଲଭେତେ ଜ୍ଞାନଂ, ତାକୁ ଆତ୍ମଜ୍ଞାନ ପ୍ରାପ୍ତି ହେବ। ତତ୍ପର ସଂ ଜିତେନ୍ଦ୍ରିୟ, ତାପରେ ସେ ଜିତେନ୍ଦ୍ରିୟ ହୁଏ। ଜାଣେ ଏଇଟା ଭୁଲ, ଏଇଟା ଠିକ୍, ଜ୍ଞାନ ଦ୍ୱାରା ଜାଣୁଛି ନା। ଆଉ ଏଇଟା କରିବା ଉଚିତ, ଏଇଟା କରିବାଟା ଉଚିତ ନୁହେଁ, ଏଇଟା ଦବା ଉଚିତ, ଏଇଟା ଦବା ଉଚିତ ନୁହେଁ, ଏଇଟା ସନ୍ଧ୍ୟାବେଳ ଧ୍ୟାନ କରିବା ଉଚିତ। ସେ ସବୁଟା ଜାଣିପାରେ। ତାପରେ କ'ଣ ହୁଏ ନା ଜିତେନ୍ଦ୍ରିୟ ହୁଏ, ସେ ଇନ୍ଦ୍ରିୟକୁ ଜୟ କରେ। କେତେବେଳେ ମଣିଷ ଶାନ୍ତି ପାଏ ନା ଜ୍ଞାନ ଲବ୍ଧା ପରାଂ ଶାନ୍ତି। ସେ ଜ୍ଞାନ ଲାଭ ଯଦି ତା ଭିତରେ ନଥିବ ସେ ଜମା ଶାନ୍ତି ପାଇବନି। କାରଣ ତା ମନ ଭିତରେ ଯେଉଁ ସବୁ ଉଠୁଛି, ସତ ଅସତ ଯେଉଁ ଉଠୁଛି, ସଂକଳ୍ପ ବିକଳ୍ପ ଯାହା ଉଠୁଛି, ଭଲ ମନ୍ଦ ଯାହାକୁ ଉଠୁଛି, ତାକୁ ସେ ବିଚାର ଦ୍ୱାରା ସମାଧାନ କରିପାରିବ ନାହିଁ। ଦେଶ ରାଗ ହେଉଛି, ଆରେ ସମସ୍ତେ ତ ଭଗବାନ ଥିବାରୁ ଇଏ ସମସ୍ତେ ସୁନ୍ଦର। ଯଦି ଭଗବାନ ନ ରହିବେ ଇଏ କ'ଣ କେବେ ସୁନ୍ଦର ଦେଖାଯିବେ? ସୁନ୍ଦରଟା ବି ସୁନ୍ଦର ଦେଖାଯିବ ନାହିଁ, ଅସୁନ୍ଦରଟା ବି ଅସୁନ୍ଦର ଦେଖାଯିବ ନାହିଁ। ଇଏ ତ ସବୁ ଭଗବାନଙ୍କର ଲୀଳା, ଇଏ ତ ସବୁ ଭଗବାନଙ୍କର ସୃଷ୍ଟି। ଭଗବାନ ସୁଖ ଦିଟା ସୃଷ୍ଟି କରିଛନ୍ତି। ରାତି କଲେ ପୁଣି ଦିନ କଲେ। ଏ 24 ଘଣ୍ଟା ଦିନ ହେଇଥାନ୍ତା କ'ଣ ଅସୁବିଧା ମୂଳରୁ ଯଦି ହେଇଥାନ୍ତା, କେହି ଆମେ ରାତି କଥା ଜାଣିନଥାନ୍ତେ। ରାତି କ'ଣ ଆମେ କେହି ନଥାନ୍ତା, କ'ଣ ଅସୁବିଧା କିଛି କିଏ ଭୋଗିଥାନ୍ତା? କେତେବେଳେ ନିଦ ହେଲା ଶୋଇପଡ଼ିଥାନ୍ତା। ତେଣୁ ସେଥିଲାଗି ଭାଗବତରେ ଲେଖା ଅଛି, ଲୀଳା ବିଦ୍ୟୁତ କଳେବର ଦେବ ମାନବେ ଅଗୋଚର। ଦେବତାମାନେ ବି ଜାଣିନାହାନ୍ତି, ଆଉ ମାନବମାନେ ଜାଣିବେ କ'ଣ? ବ୍ରହ୍ମାଙ୍କୁ ସୃଷ୍ଟି ଦାୟିତ୍ୱ ଦେଲେ, ବ୍ରହ୍ମା ସୃଷ୍ଟି ଯେତେ କଲେ ତାକୁ ଠିକ୍ ଭାବରେ ସଜାଡ଼ି ପାରିଲେ ନାହିଁ। ଭଗବାନ ଶିବକୁ ସଂହାର ଦାୟିତ୍ୱ ଦେଲେ, ସେ ସବୁଯାକ ତମ ଗୁଣ ସୃଷ୍ଟି କରି ବସି ପଡ଼ିଲେ। ଭଗବାନ କହିଲେ ଇଏ କ'ଣ ନା ପ୍ରଭୁ ମୋର ତ ନେଚର ସେଇଆ, ଆଉ ମୁଁ କ'ଣ କରିବି? ବିଷ୍ଣୁକୁ ସତଗୁଣ ଦେଲେ, ସେ ଯେତେ ସତଗୁଣ ସୃଷ୍ଟି କଲେ ସୃଷ୍ଟିକୁ ମଧ୍ୟ ସଜାଡ଼ି ପାରିଲେନି। ସୃଷ୍ଟି କେବେ ସଜଡ଼ା ହେଇଛି? ଚିନ୍ତା କରୁନାହାନ୍ତି। ସତ୍ୟ ତ୍ରେତୟା ଦ୍ୱାପର କଳି ଦେଖୁନାହାନ୍ତି, କେବେ ଠିକ୍ ଅଛି? ସତ୍ୟ ଯୁଗରେ ଭଗବାନ 4ଟା ଅବତାର ହେଲେ। କାହିଁକି ହେଲେ? ସେତିକି ରାକ୍ଷସଙ୍କ ରୂପ ଦର୍ବ ଥିଲା। ରାକ୍ଷସକୁ ବିନାଶ କରିବା ପାଇଁ ଭଗବାନ 4ଟା ଅବତାର ହେଲେ। ଆମେ କହୁଛେ ସତ୍ୟ ଯୁଗରେ ସମସ୍ତେ ଧାର୍ମିକ ଥିଲେ, ନା। ତ୍ରେତୟାରେ ଭଗବାନ 3 ଅବତାର ହେଲେ, ଦ୍ୱାପରରେ 2ଟି ଅବତାର ହେଲେ, କଳିରେ 1ଟିଏ ଅବତାର ହେଲେ। କଳିରେ 1ଟିଏ ରାକ୍ଷସ, କିନ୍ତୁ ସେ ରାକ୍ଷସଟା ସବୁରି ଭିତରେ ଅଛି। ସତ୍ୟରେ ରାକ୍ଷସ ଗୋଟେ ଲିମିଟ୍ ଥିଲା, ଧାର୍ମିକ ଲୋକ ବହୁତ ଥିଲେ। ତ୍ରେତୟାରେ ସେମିତି ଗୋଟେ ଲିମିଟ୍ ରହୁଥିଲା। ତେଣୁ କଳିରେ 1ଟିଏ ରାକ୍ଷସ ସମସ୍ତଙ୍କ ଭିତରେ ପୁରା ପରିପୂର୍ଣ୍ଣ ହିଁ ଅଛି। ମାନେ ସମସ୍ତଙ୍କ ଭିତରେ ବୋଇଲେ କେବଳ ଏଇ ମାନବ ଭିତରେ, ଆଉ ପଶୁ ପକ୍ଷୀ ଭିତରେ ନାହିଁ, ଜଡ଼ ଭିତରେ ନାହିଁ। କିନ୍ତୁ କେବଳ ଏଇ ଚେତନ ଭିତରେ ବୋଇଲେ ଏକମାତ୍ର ମନୁଷ୍ୟ ଭିତରେ ସେ କ'ଣ
ନା ପୁରା ପରିପୂର୍ଣ୍ଣ ହିଁ ଅଛି। ସେଇ ମୁଁଟାକୁ ଥବା ପର୍ଯ୍ୟନ୍ତ ଆପଣ ଭିତରେ ରାଗ ରହିବ, ଦେଶ ରହିବ। ଅଭିନିବେଶ କହିବା, ଅଭିନିବେଶ ବି ରହିବ। ଯଦି ଆଜି ଯଦି ଦେଶ ଉପରେ କଥାଟା ସରିଗଲା, ତାହେଲେ ଅଭିନିବେଶ ପୁଣି ଭୁବନେଶ୍ୱରରେ ହେବ। ତେଣୁ ଦେଶଟା ରହୁଛି କ'ଣ ପାଇଁ କି? ନାମ ଭିତରେ କ'ଣଟା ଥବାରୁ? ଆମ ଭିତରେ ମୁଁଟା ଥବାରୁ, ଆମ ଭିତରେ ମୁଁଟା ଥବାରୁ ଆମ ଭିତରେ ରାଗ ଆଉ ଦେଶ ରହୁଛି, ଦେଶ ରହୁଛି। ତେଣୁ ମୁଁଟା କେବେ କିଏ ଯିବା ପାଇଁ ଚେଷ୍ଟା କରିଛ? ତେଣୁ କଳିରେ ଗୋଟିଏ ଅବତାର ଭଗବାନ ହେବେ। ସେଇ ଗୋଟିଏ ଅବତାରରେ ଗୋଟେ ମୁଁ ରୂପକ ରାକ୍ଷସକୁ ବିନାଶ କରିବେ। ଭଗବାନ ଯେତେବେଳେ ଅବତାର ହୁଅନ୍ତି, ଦୁଷ୍ଟମାନଙ୍କୁ ବିନାଶ କରି, ଧର୍ମ ସଂସ୍ଥାପନା କରି, ସାଧୁ ସନ୍ଥମାନଙ୍କୁ ଉଦ୍ଧାର କରି, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନା ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ଧର୍ମକୁ ସ୍ଥାପନା କରନ୍ତି। ସେ ନିଜେ କି ଭଗବତ ଗୀତାରେ କଥା କହିଛନ୍ତି। ବହୁତ ସାଧୁ ସନ୍ଥ କହୁଛନ୍ତି ଆମେ ଧର୍ମକୁ ସ୍ଥାପନା କରିବୁ। ଆରେ ଧର୍ମ ତ ତୁମେ ବୁଝିନ, ତୁମେ ଧର୍ମକୁ କ'ଣ ସ୍ଥାପନା କରିବ? ବହୁତ ମହାପୁରୁଷ ବାବାଜୀମାନେ ବାହାରୁଛନ୍ତି, ତାଙ୍କର ପ୍ରବଳ ଅଜ୍ଞାନତା। ସେମାନେ ନିଜକୁ ଭଗବାନ ଆଖ୍ୟା କହୁଛନ୍ତି, ମହାପୁରୁଷ ଆଖ୍ୟା ଦେଉଛନ୍ତି। କିନ୍ତୁ ଏଇ ଅଜ୍ଞାନୀ ଶିଷ୍ୟ ଭକ୍ତମାନେ ବୁଝିପାରିନାହାନ୍ତି ଯେ ସମସ୍ତେ ଭଗବାନ ବୋଲି। ମୁଁ ବି ଭଗବାନ, ସମସ୍ତେ ବି ଭଗବାନ। ଆପଣ କ୍ରିୟା ଯୁଗରେ ଦୀକ୍ଷା ଗ୍ରହଣ କରିଛନ୍ତି କ'ଣ ନା ସର୍ବ ଖଳିଦଂ ବ୍ରହ୍ମକୁ ଉପଲବ୍ଧି କରିବା ପାଇଁ। ଏ ସମସ୍ତେ ବ୍ରହ୍ମ ଆପଣ ଉପଲବ୍ଧି କରିବା ପାଇଁ ଦୀକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଆପଣ କ'ଣ ଅଲଗା ସମ୍ପ୍ରଦାୟ ମାନଙ୍କରେ କ'ଣ କହୁଛନ୍ତି ନା ମୋ ଗୁରୁ ହିଁ ଭଗବାନ, ମୋ ଗୁରୁ ହିଁ ମହାପୁରୁଷ, ମୋ ଗୁରୁ ହିଁ ଭକ୍ତ, ମୋ ଗୁରୁ ହିଁ ଜନ୍ମ ହେଇଛନ୍ତି ଲୀଳା କରିବା ପାଇଁ। ଆରେ ସମସ୍ତେ ତ ଲୀଳା କରୁଛନ୍ତି, ସମସ୍ତେ ତ ଭକ୍ତ, ସମସ୍ତେ ତାକୁ ଭଜନ କରୁଛନ୍ତି। କିଏ କେତେ ପରସେଣ୍ଟ ଭଜନ କରୁଛି, କିଏ କେତେ ପରସେଣ୍ଟ ତା ଲୀଳାରେ ସହାୟକ ହୋଇପାରୁଛି, କେତେ ପରସେଣ୍ଟ ତା ଲୀଳାରେ ଏଇଠି ସତ୍ସଙ୍ଗ ଚାଲିଛି, ଚିନ୍ମୟ ସାର୍ ବସି ଘୁମାଉଛନ୍ତି, ସେ ତାଙ୍କର ଗୋଟେ ଲୀଳା କରୁଛନ୍ତି। ତମ ଗୁଣ ତାଙ୍କୁ ଏତେ ଦୂର ମାଡ଼ି ବସିଲାଣି ଯେ ସେ ବେକକୁ ତଳକୁ କରିକି ପୁରା ରହିଗଲେଣି। ତାଙ୍କର ଗୋଟେ ଭଗବାନଙ୍କର ଗୋଟେ ଲୀଳା ତମ ଗୁଣର ଲୀଳା ହେଉନି କି? ଆପଣ ଭାବୁଛନ୍ତି କ'ଣ ନା ସେ ଲୋକଟି ଶୋଇଛି, ଭଲ ଲୋକ ନୁହେଁ। ଯଦି ଆପଣଙ୍କର ଜ୍ଞାନ ହୋଇଯିବ ଆପଣ ଦେଖିପାରିବେ ଯିଏ ଜାଗ୍ରତ ରହିଛି ତାଠି ସତ୍ୱଗୁଣ ଲୀଳା କରୁଛି, ଯିଏ ଶୁଣୁଛି ଟିକେ ଭଲ ଲାଗୁଛି, ଭଲ ଲାଗୁନି ଉଠିଯିବାକୁ ଇଚ୍ଛା କରୁଛି, କ'ଣ ବାବାଜୀ ବକ ବକେଇ କହୁଛନ୍ତି, ତାଠି ରଜଗୁଣ ଲୀଳା ହେଉଛି। ଯିଏ ପୁରା ବେକ ଫେକ ଅଣ୍ଟା ମୋଡ଼ିକି ଏମିତି ଘୁମେଇଲାଣି, ତାଠି ତମ ଗୁଣ ଲୀଳା ହେଲାଣି। ଦେଖିବେ ଜ୍ଞାନ ଲବ୍ଧା ପରାଂ ଶାନ୍ତି, ଆପଣ ସବୁ ବୁଝିପାରିବେ। ଯେତେବେଳେ ବାସ୍ତବ ମୋର ପରିଚୟ ଆପଣ ପାଇଯିବେ, ଅସଲ ମୋର ପରିଚୟ ପାଇଯିବେ, ଆପଣ ଜାଣିପାରିବେ ମୁଁ ସେଇ ପରମାତ୍ମାଙ୍କର ଅଂଶବିଶେଷ। ଭଗବାନ ଯାହା ସୃଷ୍ଟି କରିଛନ୍ତି ରାଗ ଆଉ ଦେଶ, ସେ ସବୁ ତାଙ୍କର ଲୀଳା ଆଉ ଖେଳା ପାଇଁ। ତମର ମାନେ ଭଲ ଦେଖିଲେ ଯେମିତି ଲାଗିବ, ମନ୍ଦଟେ ଦେଖିଲେ ସେମିତି ଲାଗିବ। ଇଏ କ'ଣ ସାଧାରଣ କଥା? ଇଏ କ'ଣ ସହଜ କଥା? ଛୋଟିଆ କଥା। ସମସ୍ତେ କହୁଛନ୍ତି ବାବା ଅତି ସରଳ ଭାଷାରେ କହୁଛନ୍ତି, ଅତି ଗାଉଁଲି ଭାଷାରେ କହୁଛନ୍ତି, କଞ୍ଚା ଓଡ଼ିଆ କହୁଛନ୍ତି। ଠିକ୍ ଅଛି, ଆମେ ସବୁଥିରେ ଏକମତ। ତାହା ହିଁ ଈଶ୍ୱରଙ୍କ ସୃଷ୍ଟି ଲୀଳା ଖେଳା। ଏ ଜନ୍ମରେ ସମସ୍ତେ ମାନେ ସୁନ୍ଦର ଯେମିତି ଅସୁନ୍ଦର ସେମିତି ତମକୁ ଲାଗିଛି କି? ଦୁଷ୍ଟ ଯେମିତି ଶିଷ୍ଟ ମାନେ ଶିଷ୍ଟ ସେମିତି ଲାଗିଛି କି? ଭଲ ଯେମିତି ମନ୍ଦ ସେମିତି ତମକୁ ଲାଗିଛି କି? ନା ଲାଗିପାରିବ ଏ ଜନ୍ମ ଭିତରେ? ତାହା ହିଁ ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତା ନୁହେଁ ଯେ ଦାଢ଼ି ରଖିବା, ବାଳ ରଖିବା, ଗେରୁଆ ପିନ୍ଧିବା, ମାଛ ମାଂସ ଛାଡ଼ିଦେବା, ପିଆଜ ରସୁଣ ଛାଡ଼ିଦେବା। ଏରା ସବୁ ଛାଡ଼ିଦେଲା ପରେ ଯଦି ସବୁ ଏଇ ଗୁଣ ଗୁଡ଼ାକ ରହିଛି, ଅବିଦ୍ୟା, ଅସ୍ମିତା, ରାଗ, ଦେଶାଭିନିବେଶ, ପଞ୍ଚ କ୍ଲେଶା, ଶାରଦାବା ଶୁଣି 2.5 ବର୍ଷ ମୋ ପଛରେ ଲାଗିଛନ୍ତି। ସମୟ ଆସିଲା ଆମେ କହିଲୁ ଏଇ ଜନ୍ମରେ ଛାଡ଼ି ହେବ? ମୁଁ ଭାବ ଯିବ, ମୋର ଭାବ ଯିବ,
ସୁନ୍ଦର ଅସୁନ୍ଦର ଭାବ ଯିବ। ଏ ପିଲାଟା ଦାନ୍ତୁରା, ଏ ପିଲାଟା ବଡ଼ ଆଖି, କାହାର ଛୋଟ ଆଖି, କିଏ କଳା, କିଏ ଗୋରା, କିଏ ଦେଖିବାକୁ ସୁନ୍ଦର, କିଏ ହଜାର କଥା କହି ହେଇଯିବ। ଯେତେବେଳେ ତୁମ ଭିତରେ ପ୍ରକୃତର ମୋର ପରିଚୟ ପାଇବ, ଈଶ୍ୱର ସତ୍ତାକୁ ଉପଲବ୍ଧି କରିବ, ଦେଖିବାରେ ସବୁରି ଭିତରେ ତ ଜଣେ। ଯେମିତି ଗୋଟିଏ କଥାରୁ ଅନେକ କଥା ମନକୁ ଆସେ। ଜନକ ରାଜସଭାକୁ ଅଷ୍ଟବକ୍ର ଋଷି ଯାଇଥିଲେ, ତାଙ୍କୁ ନିମନ୍ତ୍ରଣ ହେଇଥିଲା। ସେଠି ବହୁତ ପଣ୍ଡିତମାନେ ଥିଲେ। ଅଷ୍ଟବକ୍ର ଋଷି ଯେତେବେଳେ ବଙ୍କେଇ ଟଙ୍କେଇ ଏମିତି 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 ଚାଲିଲେ, ଆରେ ସମସ୍ତେ ହସୁନ? ଏ ଛୋଟା ଲୋକ ଛୋଟେଇ ଛୋଟେଇ ଚାଲିଲେ, କିଏ ନ ହସ କହିଲ? କିଏ ନ ହସ? ପୁରା ବାଙ୍କା ଟାଙ୍କା ଖାଇ ସେ ଚାଲିବ, ସମସ୍ତେ ହସିବ। ଏଇଟା ଭଗବାନଙ୍କର ସୃଷ୍ଟି। କିନ୍ତୁ ଜଣେ ପ୍ରକୃତ ଜ୍ଞାନୀ କ'ଣ ହସିବ କି? ସେ ଦେଖିବ ସବୁରି ଭିତରେ ତ ଭଗବାନ। ଏ ଶରୀରଟା ଅଛି, ଶରୀରଟା ବଙ୍କା ହେଉ ଟଙ୍କା ହେଉ, ଘର ଯେଉଁ ପ୍ରକାର ହେଉ, ମନ୍ଦିର ବଙ୍କା ଟଙ୍କା ହେଉ, ଘର ବଙ୍କା ଟଙ୍କା ହେଉ, 8ଟା କୋଣ ହେଉ, ସେଥିରେ କ'ଣ ଅଛି? ତ ଲୋକ ରହିବ କ'ଣ ଅଛି? ଶରୀରଟା ଯେମିତିଆ ହେଉ, ସେଥିରେ ତ ଭଗବାନ ଅଛନ୍ତି ନା। ସେଇଠି ଏମିତି ସମସ୍ତେ ହସିଲେ। ଅଷ୍ଟବକ୍ର ଋଷି ଜନକୁ କହିଲେ, ହେ ରାଜା, ତମ ସଭାରେ କେହି ଜଣେ ପଣ୍ଡିତ ନାହାନ୍ତି, ସମସ୍ତେ ମୁଚିକାର। ସେ କହିଲେ, କ'ଣ ମୁଚିକାର ଋଷି ମହାଶୟ? ନା ସମସ୍ତେ ମାନେ ଚମଡ଼ା ଦେଖିବା ଲୋକ, ସମସ୍ତେ ମାନେ ଚମଡ଼ା ଦେଖିବା ଲୋକ। ଇଏ ଚମଡ଼ାକୁ ଦେଖି, ରୂପକୁ ଦେଖି ହସୁଛନ୍ତି। ଇଏ ପ୍ରକୃତ କ'ଣ? ତା ଭିତରେ ଯିଏ ଅଛି ତାକୁ ଦେଖୁଛନ୍ତି କି? ତମ ସଭାରେ ଯେତେ ଜଣ ଅଛନ୍ତି ଏମାନେ ସବୁ ପଣ୍ଡିତ, ସ୍କଲାର, ଟ୍ୟାଲେଣ୍ଟ, କିନ୍ତୁ ଏମାନେ ଆତ୍ମଜ୍ଞାନୀ ନୁହନ୍ତି, ବ୍ରହ୍ମଦର୍ଶୀ ନୁହନ୍ତି। କଥା ବୁଝିପାରିଲେ? ଟ୍ୟାଲେଣ୍ଟ ଅଲଗା, ସ୍କଲାର ଅଲଗା, ବ୍ରହ୍ମଦର୍ଶୀ ଜଣେ ଅଲଗା। ଯିଏ ବ୍ରହ୍ମଦର୍ଶୀ, ଯାହାର ବ୍ରହ୍ମଦୃଷ୍ଟି ଅଛି, ତା ପାଖରେ ସମସ୍ତେ ସମାନ। ସମସ୍ତେ ତା ପାଖରେ ସମାନ। ତା ପାଖରେ କ୍ଷତ୍ରିୟ ନାହିଁ, ବୈଶ୍ୟ ନାହିଁ, ଶୂଦ୍ର ନାହିଁ, ହୀନ ନାହିଁ, କିଛି ନାହିଁ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ହୀନ ଗୋଟେ ଦେଖ, ବ୍ରହ୍ମ ସମାନ। ବ୍ରହ୍ମର ନଥାଏ ଜନ୍ମ ମରଣ, ବ୍ରହ୍ମ ସର୍ବଠାରେ ପରିପୂର୍ଣ୍ଣ। ଏ ରିଏଲାଇଜେସନ୍ ଆମର ଅଛି, ସବୁଠାରେ ସେ ଅଛନ୍ତି। ଆପଣ ଦେଖି ହସିବେ କେମିତି? ତେଣୁ ଜନକ କହିଲେ, କ'ଣ ମହାଶୟ? ନା ଏମାନେ ସମସ୍ତେ ଆତ୍ମଜ୍ଞାନର କେମିତି ଅଧିକାରୀ ହେବେ, ସେଇ ଶିକ୍ଷା ମୁଁ ଏମାନଙ୍କୁ ଦେବି। ତେଣୁ ଆପଣ ଦେଖି ହସୁନାହାନ୍ତି? ମାନେ ଦେଖନ୍ତୁ, ନିଜକୁ ସମୀକ୍ଷା କରନ୍ତୁ। ଗୋଟେ ସୁନ୍ଦର ଦେଖିଲେ କେମିତି ଲାଗୁଛି, ଗୋଟେ ଅସୁନ୍ଦର ଦେଖିଲେ କେମିତି ଲାଗୁଛି। ସବୁ ଜିନିଷ, ଗୋଟେ ପାତ୍ରଟେ ଦେଖୁନ, ଗୋଟେ ଫୁଲଟାକୁ ଦେଖୁନ, ଗୋଟେ କଲମଟାକୁ ଦେଖୁନ, ଗୋଟେ ଫ୍ୟାନ୍ଟାକୁ ଦେଖୁନ, ଗୋଟେ ଲାଇଟ୍ଟାକୁ ଦେଖୁନ। ଦେଶପରେ ଆପଣ କହିବେ, ଆପଣ ଆଶ୍ଚର୍ଯ୍ୟ, ଯେମିତି କହି ଚାଲିଥିବେ, ଯୁଗ ଯୁଗ ବିତିଯିବ। ସେ ଗୋଟିଏ କଥା, କେମିତି ମନ ଏମିତି ବିଚାର କରୁଛି। କେଉଁଦିନ ମନ ଏ ବିଚାରରୁ ନିବୃତ୍ତ ହେବ, ତାକୁ ସବୁ ଭଲ ଲାଗିବ, ଆଉ ସବୁ ଈଶ୍ୱରଙ୍କର ସୃଷ୍ଟି ବୋଲି ତାର ବୋଧ ହେବ। ହେଇପାରିବ? ତମ ଛୁଆର ଝାଡ଼ା ହେଲେ ପୋଛିଦେବ, ସିଙ୍ଗାଣି ଗଳି ପଡ଼ୁଥିଲେ ପୋଛିଦେବ। ଆଉ ଗୋଟେ ପିଲାର ସେମିତି ସେବା କରିପାରିବ? କାହିଁକି ନା ତମର ନିଜ ପିଲାଠାରେ ଆସକ୍ତି ଅଛି, ତାଠାରେ ଆସକ୍ତି ନାହିଁ। ସେ ମୋ ପିଲା ବୋଲି ବୋଧ ଅଛି, ସେ ଆଉ କାହାର ପିଲା ବୋଲି ବୋଧ ଅଛି। ଯଦି ସମାନ ଦୃଷ୍ଟି ହେବ, ମୋ ପିଲା କିଏ, ତା ପିଲା କିଏ ବୋଧ ହେବ ନାହିଁ, ଏବଂ ସମାନ ଭାବ ଆସିବ। ତମ ପିଲାଠାରେ ଯେତିକି ସେଟା ତମ ପିଲା ବୋଲି ତୁମର ବୋଧ ନଥିବ, ଜଷ୍ଟ ଡ୍ୟୁଟି କରୁଥିବ। ସେ ପିଲାର ଯତ୍ନ ତୁମେ ସେତିକି ନେବ। ରଜ ହେଲା, ତମ ପିଲା ଭଲ ଡ୍ରେସ୍ ପିନ୍ଧିଛି, ଗୋଟେ ଗରିବ ପିଲା ଡ୍ରେସ୍ ପିନ୍ଧିନି, ତୁମେ ବ୍ୟବସ୍ଥା କରିପାରିବ? ଚକା ଆଖି ସବୁ ଦେଖୁଛି, ଯାହାର ଯେମନ୍ତ ଭାବ ଦେଖି ନାବ ମୁଁ ଦିଏ ସଳଖି। ଏଇସବୁ କଥା ଗୁଡ଼ିକ ହେଉଛି କ'ଣ? ନା ଆଧ୍ୟାତ୍ମିକତା।
ଅଧି ଆତ୍ମା ଇକ ଆଧ୍ୟାତ୍ମିକା, ଯାହାର ଆତ୍ମା ସମ୍ବନ୍ଧରେ ଜ୍ଞାନ ଅଛି, ଲାଭ କରିଛି, ସେ ଜଣେ ଆଧ୍ୟାତ୍ମବାଦୀ ବ୍ୟକ୍ତି। ଯିଏ ଦାଢ଼ି ରଖିଛି, ଜଟା ରଖିଛି, ଡୋର କୌପୁନି ପିନ୍ଧିଛି, ସବୁରି ଭିତରେ ଯେ ବ୍ରହ୍ମ, ସବୁରି ଭିତରେ ଯେ ଆତ୍ମା, ସବୁରି ଭିତରେ ଯେ ଈଶ୍ୱର, ସବୁରି ଭିତରେ ଯେ ମୋ ଗୁରୁଦେବ, ଯାହାର ଏ ଫିଲିଙ୍ଗସ୍ ନାହିଁ, ସେ ଜଣେ ଧାର୍ମିକ ଲୋକ ନୁହେଁ। ଯେତେ ମାଛ ଛାଡ଼ୁ, ଯେତେ ମାଂସ ଛାଡ଼ୁ, ଯେତେ ପିଆଜ ରସୁଣ ଛାଡ଼ୁ, ଯେତେ ଚନ୍ଦନ ଟିପା ପିନ୍ଧୁ, ସିନ୍ଦୁର ଟିପା ପିନ୍ଧୁ, ଏସବୁରେ କିଛି ମୂଲ୍ୟ ନାହିଁ। ଯଦି ଏଇଟା ଅଛି, ଏ ଜିନିଷରେ ମୂଲ୍ୟ ଅଛି। ଯଦି ଏଇଟା ନାହିଁ, ଆଧ୍ୟାତ୍ମିକ ଭାବ ଆସିନାହିଁ, ସବୁ ଜୀବ ପ୍ରତି ତୁମର ଫାଷ୍ଟ ଦୟା ଭାବ ଆସିବ। ତେବେ ତ ସୁନ୍ଦରଟା ଦେଖିଲେ ଭଲ ପାଇବ, ତା ପାଖରେ ବସିବ, ତା ସାଙ୍ଗରେ କଥା ହେବ, ତା ଫୋନ୍ ନମ୍ବର ନେଇ ଚାଲିଯିବ। ଯଦି ଅସୁନ୍ଦର ଟିକେ ଥବ, ଜମା ତା ଫୋନ୍ ନମ୍ବର ଦେଲେ ଯାଚିଲେ କ'ଣ ତୁମେ ଆଣିବ ନା ତା ସାଙ୍ଗରେ କଥା ହେବ? କାହିଁକି? ତାହେଲେ ଆମେ ଈଶ୍ୱରକୁ କ'ଣ ଭଲ ପାଉଛେ? ତା ଭିତରେ କ'ଣ ଭଗବାନ ନାହାନ୍ତି? ଯଦି ପଣ୍ଡିତଗଣ ଦେଖିଥାନ୍ତେ ସବୁରି ଭିତରେ ସେଇ ଭଗବାନ, ତାହେଲେ ଅଷ୍ଟବକ୍ର ଋଷିଙ୍କୁ ଦେଖି ସେ କ'ଣ କେବେ ହସିଥାନ୍ତେ? ତେଣୁ ଆମେ କଥା ଭିତରୁ କ'ଣ ଶିଖିଲେ, ଜାଣିଲେ? ଆମର ସମାନ ଦୃଷ୍ଟି, ସମାନ ଭାବ ଆମର କିଭଳି ହେବ ଏ ଜନ୍ମରେ, କେବେ ହେବ, ତାର କୌଶଳ କ'ଣ, ତା ପାଇଁ ଆମକୁ କ'ଣ ସାଧନା କରିବାକୁ ପଡ଼ିବ? ଏସବୁ ଜିନିଷ କେଉଁଠୁ ଆସୁଛି? ଏସବୁ ଜିନିଷ ଅହଙ୍କାର ଆଉ ଅଜ୍ଞାନତାରୁ ହିଁ ଆସୁଛି। ତ ଭଲ କି ନୋଟ୍ କର, ଅହଙ୍କାର ଅଜ୍ଞାନ। ପଚାରିଲେ କହିପାରୁନ, କାରଣ ତୁମର ସେ ଚାଷ ନାହିଁ। ଅହଙ୍କାର ମୁଁ ମୋର ଭାବ, ଅଜ୍ଞାନତା ନିଜକୁ ଚିହ୍ନିନ, ନିଜକୁ ଜାଣିନ, ନିଜକୁ ଅନୁଭବ କରିନ। ନିଜକୁ କ'ଣ ଚିହ୍ନିଲଣି? ନିଜକୁ କ'ଣ ଜାଣିଲଣି? ନିଜକୁ କ'ଣ ଅନୁଭବ କଲଣି? ଯଦି ଜାଣିଛ, ଅନୁଭବ ନାହିଁ। କାହିଁକି ନା ସାଧନା ନାହିଁ। ଯେମିତି ଜାଣିଛ କ୍ଷୀର ଭିତରେ ଘୃତ, ଫୁଲ ଭିତରେ ବାସ୍ନା, ଔଷଧ ଭିତରେ ଆରୋଗ୍ୟ ଶକ୍ତି, କାଠ ଭିତରେ ଅଗ୍ନି, ତିଳ ଭିତରେ ତୈଳ, ଯେମିତି ତୁମେ ଜାଣିପାରୁଛ, କିନ୍ତୁ ତାକୁ ଅଲଗା କରିପାରୁନ, ଦେଖିପାରୁନ, ଜାଣିପାରୁନ। ଏ ବାସ୍ନାଟା କ'ଣ କେମିତି କହିପାରିବ? ନାକ ଦ୍ୱାରା ଜାଣିବ ନା। ଆଉ ଫୁଲଠାରୁ ବାସ୍ନାଟା କ'ଣ ଅଲଗା କରିଦେଇ ପାରୁଛ? କିନ୍ତୁ ଅଲଗା କରିଦେଇ ହେବ। ତାର ଗୋଟେ ପ୍ରୋସେସ୍ ଅଛି, ତାର ଗୋଟେ ପ୍ରକ୍ରିୟା ରହିଛି, ତାର ଗୋଟେ ମେଥଡ଼ ରହିଛି। ସେ ଦେହ ଭିତରେ ଦେହି ଅଛି, ଏ ପୁର ଭିତରେ ପୁରୁଷୋତ୍ତମ ଅଛନ୍ତି। ତାଙ୍କୁ ଉପଲବ୍ଧି ଅନୁଭବ କରିବାକୁ ହେଲେ ଆମକୁ କଠୋର ସାଧନା କରିବାକୁ ପଡ଼ିବ। 24 ଘଣ୍ଟା ଏ ପ୍ରକୃତିକୁ ନିବୃତ୍ତି କରିବା, ଏ ପ୍ରକୃତିକୁ ଅତିକ୍ରମ କରିବା, ଏ ପ୍ରକୃତିକୁ ଜୟ କରିବା ଏତେ ସାଧାରଣ କଥା ନୁହେଁ। ଦେଖିବ ବାବା ସେଇ ଗୋଟିଏ କଥା କହୁଥିଲେ, ତମ ଶ୍ୱାସ ଗୋଟେ ବିଶେଷ ଶ୍ୱାସରେ ପରିଣତ ହେବ। ଆପରେ ଥରେ ସତ୍ସଙ୍ଗ ହୋଇଥିଲା। ଏବେ ଭୁବନେଶ୍ୱର ଧ୍ୟାନ କେନ୍ଦ୍ରରେ କହୁଥିଲେ, ଶ୍ୱାସ ବଦଳିଲେ ତମର ସ୍ୱଭାବ ଆଚରଣ ହିଁ ବଦଳିବ। ତମ ଶ୍ୱାସ ଯେପର୍ଯ୍ୟନ୍ତ ନ ବଦଳିଛି, ତମର ସ୍ୱଭାବ ଆଚରଣ ବଦଳୁଛି କି? ଦେଖୁନାହାନ୍ତି, ଗୋଟେ ଛୋଟିଆ କଥା। ଆପଣ ପୁରୀ ଗଲେ, ଶ୍ରେଷ୍ଠ ଧାମ, ଚାରିଧାମ ଭିତରେ ଜଗନ୍ନାଥଙ୍କୁ ଦର୍ଶନ କଲେ, କ'ଣଟା ପରିବର୍ତ୍ତନ ହେଇଛି କୁହନ୍ତୁ ତ? ଯିବା ପୂର୍ବରୁ ଯାହା ଥିଲେ, ଦର୍ଶନ ସମୟରେ ଟିକେ କ'ଣ ଶାନ୍ତି ଲାଗିଲା କି କ'ଣ ଟିକେ ଭଲ ଲାଗିଲା? ଏତିକି ନା ଆଉ କ'ଣ? କିଏ ଟିକେ କାନ୍ଦି ପକାଇଲା, କିଏ ଟିକେ ପୁଅଲା ଛକା କଥା କହି ବେଶୀ କାନ୍ଦିଲା, ନାଇଁ କି? କିଏଟେ ତାଙ୍କୁ ଦେଖି ଖୁସି ହେଲା, କିଏଟେ ତାଙ୍କୁ ଦେଖି ଟିକେ ଭଲ ଲାଗିଲା। ତାପରେ ଆଇଲା ପରେ, ସେଇଠୁ ମନ୍ଦିରରୁ ବାହାରି ଆସିଲା ପରେ ସମୀକ୍ଷା କରନ୍ତୁ, ସେଇ ଯେଉଁ ଭାବଟା ପରିବର୍ତ୍ତନ ହେଲା, କେତେ ସମୟ ତମ ଭିତରେ ହେଲା? ଦୌଡ଼ି ଦୌଡ଼ି ଗଲ, ପଇସା ଖର୍ଚ୍ଚ କଲ, ଠେଲାପେଲା ଖାଇଲ, ପୁଣି ଖରା ତରାରେ ଦୌଡ଼ି ଦୌଡ଼ି ଆସିଲ, ପୁଣି ବାହାରିଲା ବେଳକୁ ଠେଲାପେଲା ଖାଇଲ, କେତେ ଖର୍ଚ୍ଚ ହେଲା, ଶାରୀରିକ ଶ୍ରମ ହେଲା, ଏବଂ କ'ଣ ହେଲା? ଅର୍ଥ ବି ଖର୍ଚ୍ଚ ହେଲା। କେଉଁଠି ବି ନିନ୍ଦା ଗାଳି ସହିପାରିବ ମନ୍ଦିର ଭିତରେ ଯେଉଁ ସରାଉଣ୍ଡିଂ? ଯଦି ଭୁଲ କାମ କଲ, ଭୁଲ କାମ ନ କଲେ ବି କେଉଁ ଜନ୍ମରେ କରୁଥିବ, ସେବାୟତଙ୍କର ମାଡ଼ ବି ଖାଇବ, ପଇସା ବି ଚୋରି କରିନେବେ। କିଛି ଅସୁବିଧା ନାହିଁ, ଚୋରି ଶହ ଶହ ଲୋକଙ୍କର ହେଉଛି, ଆମର ବି ହେଇଛି।
ଥରଟିଏ ହେଇଛି ମନ୍ଦିର ଭିତରୁ ଆମର ପଇସା ପଳେଇଛି। ଆମେ ତ ଉତ୍ତରାରେ ଥିଲୁ, ଯାଇଥିଲୁ, ହେଇଥିଲା। ତେଣୁ ସବୁ କାମ ବି ତା ଭିତରେ ହେଉଛି, କିନ୍ତୁ ସମୀକ୍ଷା କରିଛେ କାହିଁକି ପରିବର୍ତ୍ତନ ହେଲା ନାହିଁ ମନ ସ୍ୱଭାବର। ଯେଉଁ କାଳିଆକୁ ଦେଖିକି ଆସିଲେ ସେଇ କାଳିଆ ଯେ ସର୍ବଭୂତରେ ବିଦ୍ୟମାନ, ସେଇ କାଳିଆ ଯେ ହାତ ପତେଇ ସତରେ କାଳିଆ ରୂପ ହେଇକି ହାତ ପତେଇ ଯଦି ମାଗୁଥବ, ସବୁରି ଭିତରେ ତାକୁ ଦେଖିପାରିଲେନି, ଅନୁଭବ କରିପାରିଲେନି। ତାହେଲେ କାଳିଆକୁ ଦେଖିବା କ'ଣ ଏଇ ମୂର୍ତ୍ତି ଭିତରେ କେବଳ ଯାଇଥିଲେ? ସମୀକ୍ଷା କରିବେ, ପ୍ରଶ୍ନ କରିବେ, ଆଲୋଚନା କରିବେ। ଯେ ଦୀକ୍ଷା ନେଲେ ଏବଂ ଗୁରୁ ଆଶ୍ରିତ ହେଲେ ସେ ବସିକି ସାଧନାରେ ମଗ୍ନ ରହିବାଟା ଉଚିତ। ଯଦି ଇଆଡ଼େ ସିଆଡ଼େ ଆପଣ ଘୋରାଘୋରି ବୁଲାବୁଲି କରିବେ, ଆପଣଙ୍କର ଆଉ ସାଧନା ହେବ ନାହିଁ। ଯେଉଁ ମନ ଥିଲା ସେଇ ମନ, ଖାଲି ଦାଢ଼ି ଜଟା ବାଳ ଭୋଇବେ, ଶ୍ରମ ସାର୍ଥକ ହେବ, କିନ୍ତୁ ଈଶ୍ୱର ପ୍ରାପ୍ତି, ଈଶ୍ୱର କ'ଣ ବୋଧ ହେବନି, ପ୍ରାପ୍ତି କ'ଣ ଜାଣି ହେବନି। ଈଶ୍ୱର ସତ୍ତାଟା କ'ଣ, ଈଶ୍ୱର କ'ଣ, ଧର୍ମ କ'ଣ। ଯଦି ଧର୍ମକୁ ଲୋକ ବୁଝିଛନ୍ତି, ତାହେଲେ ମୁସଲମାନଙ୍କ ଭିତରେ ଯେଉଁ ଈଶ୍ୱର, ଖ୍ରୀଷ୍ଟିଆନ ଭିତରେ କ'ଣ ଅଲଗା ଈଶ୍ୱର, ହିନ୍ଦୁ ଭିତରେ କ'ଣ ଅଲଗା ଈଶ୍ୱର? କ'ଣ ଏକଦମ ବିରାଟ ଉପରକୁ ଯାଇ ଆଲୋଚନା କରନ୍ତୁ। ଖ୍ରୀଷ୍ଟିଆନ ଭିତରଙ୍କର ଈଶ୍ୱର ଗୋଟେ ଅଲଗା, ମୁସଲମାନଙ୍କର ଗୋଟେ ଈଶ୍ୱର ଅଲଗା, ସନାତନ ଧର୍ମ ବା ହିନ୍ଦୁ ଧର୍ମର ଈଶ୍ୱର ଗୋଟେ କ'ଣ ଅଲଗା? ଯଦି ଈଶ୍ୱର ଏକ, ତାହେଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଭିତରେ ସବୁବେଳେ କାହିଁ ଗଣ୍ଡଗୋଳ ଚାଲିଛି? ଯଦି ବୁଝିଛନ୍ତି, କିଏ ଗଣ୍ଡଗୋଳ କରିବ? ଆଚ୍ଛା, ତୁମେ ବାଡ଼ିଆ ବାଡ଼ି ମରାମରି ହେବ, ତୁମର ମନ୍ଦିର ମସଜିଦ ସବୁ ଭାଙ୍ଗି, ଚର୍ଚ୍ଚ ଭାଙ୍ଗି ଦିଆଯିବ। ଆଚ୍ଛା, ଈଶ୍ୱରଙ୍କୁ କେବେ ବାଡ଼େଇ ପାରିବ? ଈଶ୍ୱରଙ୍କୁ କେବେ ମାରିପାରିବ? ମାରିପାରିବ? ଈଶ୍ୱରଙ୍କ ଘରକୁ ଭାଙ୍ଗି ଦେଇପାରିବ? ଈଶ୍ୱର ଯେଉଁଠି ରହୁଛନ୍ତି ଭାଙ୍ଗି ଦେଇପାରିବ? ପଞ୍ଚଭୂତ ଉପରେ ସେ ଅଛନ୍ତି ନା, ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ। ଆକାଶ ପରେ ଶୂନ୍ୟ, ଶୂନ୍ୟ ପରେ ମହାଶୂନ୍ୟ। ସେ ମହାଶୂନ୍ୟକୁ କିଏ ଯାଇପାରିବ? ଆଗ ସୂର୍ଯ୍ୟଲୋକ ଯେ ଯାଇପାରିବ? ଯଦି ଈଶ୍ୱରଙ୍କ ଘର ପଡ଼ିପାରିବନି, ଈଶ୍ୱର ପାଖକୁ ଯାଇପାରିବ ନାହିଁ, ତାହେଲେ ତୁମେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଭିତରେ ତୁମେ ବାଡ଼ିଆ ବାଡ଼ି କାହିଁକି ହେଉଛ? ମରାମରି କାହିଁକି ହେଉଛ? ଧର୍ମକୁ କେନ୍ଦ୍ର କରି ଦେଶ ଦେଶ, ଜାତି ଜାତି ଭିତରେ କାହିଁକି ଗଣ୍ଡଗୋଳ ସୃଷ୍ଟି ହେଉଛି? ଏ ଗୁରୁ ଗୁରୁଙ୍କ ଭିତରେ ଗଣ୍ଡଗୋଳ ସୃଷ୍ଟି ହେଉଛି। ତମ ଗୁରୁ ଗୋଟେ, ଆମ ଗୁରୁ ଗୋଟେ, ତମ ଗୁରୁ ଏହା କହିଥିଲେ, ଆମ ଗୁରୁ ଏହା କହିଥିଲେ। ଦେଖନ୍ତୁ ଏଇଠି କେମିତି ଦେଶ, ସବୁଠି ଆପଣ ଦେଖିବେ ତମ ଗୁରୁ ଏହା କହିଥିଲେ, ଭଲ କହିନଥିଲେ, ଦେଶ ହେଲେ ନାଇଁ କି, ଡିସଲାଇକ୍ ହେଲେ ନାଇଁ କି? ଆପଣ ଯଦି ଏଇ କଥାକୁ ଶୁଣିବେ, ବୁଝିବେ, ଏ କଥା ଅଲରେଡ଼ି ଘଣ୍ଟାଟେ ପାସ୍ କରିଗଲାଣି। ଦେଶ ଉପରେ ଅଭିନିବେଶ ରହୁ, ଅଭିନିବେଶ ବହୁତ ବଢ଼ିଆ କଥା। ତେଣୁ ସେ ଦେଶ ଭାବଟା କେମିତି ଯିବ, ତାକୁ ଶୁଣିଲେ କିଛି ଲାଭ ନାହିଁ। ବହୁତ ବକ୍ତା ଆସୁଛନ୍ତି, ପ୍ରବକ୍ତା ଆସୁଛନ୍ତି, ଭଲ କଥାକାର ଆସୁଛନ୍ତି, ଭଲ ଗୀତ ବୋଲି, ବାଜା ବାଜିକି ପ୍ରବଚନ ହେଉଛି, ରାତିକେ 1,00,000, 2,00,000, 5,00,000, 7,00,000, 10,00,000 ନେଉଛନ୍ତି, କିନ୍ତୁ ନିଜର ମନ ବିଷୟରେ, ନିଜର ସ୍ୱଭାବ ବିଷୟରେ, ନିଜର ଆଚରଣ ବିଷୟରେ କେହି କିଛି ଜାଣୁନାହାନ୍ତି, କି ସେ ଶିକ୍ଷା ଲୋକମାନଙ୍କୁ ଦିଆ ହେଉନାହିଁ। କୂଟସ୍ଥ ମଧ୍ୟରେ ବିଷ୍ଣୁପାଦ, ବାହାରେ ଖାଲି ଆର୍ତ୍ତନାଦ। ନିଜ ଭିତରେ ଭଗବାନ, କାହାକୁ ଜଣା ନାହିଁ। ସମସ୍ତେ ହୋ ହାଲା ହେଉଛନ୍ତି, ଈଶ୍ୱର 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 ଈଶ୍ୱର, ଭଗବାନ ଭଗବାନ, ହରିବୋଲ 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 ହରିବୋଲ। ହରି ବାପା କ'ଣ ହରିବୋଲ? ଜଣେ ଶିଷ୍ୟ ଆମଠାରୁ, ଏବେ ଜଣେ ଲୋକ ଆମଠୁ ଦୀକ୍ଷା ନେଲେ, ତାଙ୍କ ନାଁ ଓକିଲ। ରେ ବାପା, ତମ ନାଁ ଓକିଲ କିଏ ଦେଲା? ଖରେ ଶ୍ରଦ୍ଧାରେ ଦେଇଦେଲେ। ହଁ, ଯାହା ତ ଯିଏ ପାଉଛି ଆଜିକାଲି ତା ନାଁ ତ ଦେଇ ଦେଉଛି। ଆଉ ଗୋଟେ ପିଲା ନାଁ ଆମେ ଦେଲୁ ଅମରେନ୍ଦ୍ର। ତାଙ୍କ ଲୋକ ଆସିଲେ, ମୁଁ ପଚାରିଲି କ'ଣ ଦେଲ? ନା ଅଥର୍ବ ଦେଲୁ। ମୁଁ କହିଲି କ'ଣ ହେଲା? ଅଥର୍ବ ତୁମେ ଦେଲ?
ଆମର ଡିସାଇପୁଲ ମାନଙ୍କ କଥା ଅଥର୍ବ କାହିଁ ନା ପିଲା କହିଲେ ବାବା କଣ ଯେଉଁ ନାଁ ଦେଇଛନ୍ତି ଅମରେନ୍ଦ୍ର, ସେଇଟା କ'ଣ ଭଲ ନା? ଏଇ ଅଥର୍ବଟା ଭଲ ନା? କହିଲି ବାପା ଯାହା ନା ଯେମିତି ତାକୁ ଫଳ ଫଳେ ସେମିତି। ଯଦି ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲ, ଶ୍ରୀ ଅରବିନ୍ଦ କହିଥିଲେ ଯଦି କିଏ ପରିବର୍ତ୍ତନ କରିବାକୁ ଚାହୁଁଛ ତୁମେ ଏକ ନାମର ପରିବର୍ତ୍ତନ କରିଦିଅ। ପ୍ରତ୍ୟେକ ନାମର ମହତ୍ଵ ଅଛି। ଦେଖୁନାହାନ୍ତି ଗୋଟିଏ ନାମ ଜଗନ୍ନାଥ, ଜଗତ ପ୍ଲସ୍ ନାଥ ଜଗନ୍ନାଥ, ସାରା ଜଗତର ଯେ ନାଥ ସିଏ ହେଉଛନ୍ତି ଜଗନ୍ନାଥ। ଆଉ ଗୋଟେ କାହାକୁ ନାଁ ଏମିତି କେଉଁ ଠାକୁର ନାଁ ଏମିତି କରିପାରିବ? ତେଣୁ ଆମେ ଯାହାକୁ ଦେଖୁଛେ ଏ ଭଗବାନଙ୍କ ସୃଷ୍ଟିକି ଯେଉଁଠି ପଡ଼ୁଛି, ଯେଉଁଟାକ ସୌନ୍ଦର୍ଯ୍ୟମୟ ତା ପ୍ରତି ଆମର ଆକର୍ଷଣ ହେଉଛି। ଯେଉଁଟାକ ସୌନ୍ଦର୍ଯ୍ୟମୟ ନୁହେଁ ତା ପ୍ରତି ଆମର ଆକର୍ଷଣ ହେଉନାହିଁ, ଭଲ ପାଇବାଟା ରହୁନାହିଁ। ତା ପ୍ରତି ଆମର ଦେଶ ଭାବଟା ଆସୁଛି, ଡିସଲାଇକ୍ ଭାବଟା ଆସୁଛି, ଘୃଣା ଭାବଟା ଆସୁଛି। ଘୃଣା ଦେଖିଲେ ଘୃଣା ଭାବ ହେଉଛି। କଳା ଲୋକ ଘୃଣା, ଏ ଗୋରା ଲୋକ ଦେଖିବାକୁ ସୁନ୍ଦର। ସାଥି ସାଥି ବିଚାର ହେଉଛି। ସବୁ ଗୋରା ଚମଡ଼ା ଭିତରେ ବି ଭଗବାନ, କଳା ଚମଡ଼ା ଭିତରେ ବି ଭଗବାନ, ଅନ୍ଧ ଭିତରେ ବି ଭଗବାନ, ଯେ ଆଖି ଅଛି ତା ଭିତରେ ବି ଭଗବାନ। ସବୁରି ଭିତରେ ସେଇ ଭଗବାନ, ସବୁ ଭିତରେ ସେଇ ଆତ୍ମା। ଏ ବୋଧ ଯେତେବେଳେ ଆପଣଙ୍କର ଆସିବ, ଆପଣ ଭିତରେ ରାଗ ଆଉ ଦେଶ ରହିବ ନାହିଁ, ଲାଇକ୍ ଡିସଲାଇକ୍ ରହିବ ନାହିଁ। ଯେପର୍ଯ୍ୟନ୍ତ ସବୁରି ଭିତରେ ମୋ ପ୍ରଭୁ, ସବୁରି ଭିତରେ ମୋ ଭଗବାନ, ଏ ବୋଧଟା ଆପଣଙ୍କର ଆସିନାହିଁ, ସେ ପର୍ଯ୍ୟନ୍ତ ଆପଣଙ୍କର ଦେଶ ଭାବଟା ହିଁ ରହିବ। ଖାଦ୍ୟଟା ଅଲଣା ହେଇଛି, ତାହା ହିଁ ପ୍ରଭୁଙ୍କ ଇଚ୍ଛା। ଖାଦ୍ୟଟା ଲୁଣିଆ ହେଇଛି, ତାହା ହିଁ ପ୍ରଭୁର ଇଚ୍ଛା। ଆପଣ ଭିତରେ ଅଲଣାର ପ୍ରଭାବ ରହିବ ନାହିଁ କି ଲୁଣିଆର ପ୍ରଭାବ, ମନରେ ଘୃଣା ଭାବ ଆସିବ ନାହିଁ। ସବୁ ସମୟରେ ମନରେ ଘୃଣା ଭାବ ହିଁ ଆସୁଛି। ଯେତେବେଳେ ଘୃଣା ଜିନିଷଟା ଦେଖାଗଲା, ଘୃଣା ଭାବଟା ଆସିଲା। ଯେତେବେଳେ ସୁନ୍ଦର ଜିନିଷଟାକୁ, ସୌନ୍ଦର୍ଯ୍ୟମୟ ଜିନିଷଟାକୁ ଦେଖାଗଲା, ମନରେ ଆକୃଷ୍ଟ ହେଲା, ମନ ତାକୁ ପ୍ରାପ୍ତି ପାଇଁ ଚାହିଁଲା। ମିଳୁ ନ ମିଳୁ ସେଇ ସମୟରେ ସେ ଚାହିଁବ। ତେଣୁ ମନକୁ ଜୟ କରିବାକୁ ହେଲେ ତୁମକୁ ଶ୍ୱାସ ପ୍ରଶ୍ୱାସର ସାଧନା କରିବାକୁ ପଡ଼ିବ। ଯେଉଁ ଶ୍ୱାସ ପ୍ରଶ୍ୱାସ ଆମ ଭିତରେ ଯାଉଛି ଏବଂ ଆସୁଛି, ତୁମେ ସେ ବିଷୟରେ 100% ଆଗ ଜ୍ଞାନ ଲାଭ କର। ଏ ଶରୀରଟାକୁ କିଏ ଚଲଉଛି? ସମସ୍ତେ କହିବେ ଈଶ୍ୱର ଚଲଉଛନ୍ତି, ଈଶ୍ୱରଙ୍କର ସୃଷ୍ଟି, ଈଶ୍ୱର ଅଛନ୍ତି, ତାହା ହିଁ ସତ୍ୟ। କି ଈଶ୍ୱର କେମିତି ଚଲଉଛନ୍ତି? ଆପଣ ଗାଡ଼ିର ସବୁ ଅଛି, ଆପଣ ତେଲ ପୁରେଇବେନି, ଯେତେ ଗାଡ଼ିକି ଷ୍ଟାର୍ଟ ମାରିବେ ସବୁ ବ୍ୟାଟେରୀ ଫ୍ୟାଟେରୀ ସବୁ ଠିକ୍ ଠାକ୍ ମେସିନ୍, ନୂଆ ଗାଡ଼ି ଗ୍ୟାରେଜରୁ ବାହାରିଲା। ଯଦି ଅଏଲ୍ ନଦେବେ, ଡିଜେଲ କି ପେଟ୍ରୋଲ ନଦେବେ, ଗାଡ଼ି ଚାଲିବ? ତାକୁ ତ ଡ୍ରାଇଭର ଚଲଉଛି ସତ୍ୟ, କିନ୍ତୁ ପେଟ୍ରୋଲ ଦରକାର ଆଉ ଡ୍ରାଇଭର ଦରକାର, ତାପରେ ଗାଡ଼ି ଚାଲିବ। ଆଉ ସବୁ ଠିକ୍ ଥିଲେ, ତେଣୁ ଦେହ ଭିତରେ ଭଗବାନ ଦରକାର, ଶ୍ୱାସ ପ୍ରଶ୍ୱାସ ହିଁ ଦରକାର। ସେ ବ୍ରେଥ୍ ଉପରେ ଆପଣଙ୍କର କେତେ ମାଷ୍ଟ୍ରି ଆସିଛି। ଆପଣଙ୍କର କେଉଁ ପୁଡ଼ାରେ ଶ୍ୱାସ ଯାଉଛି, ଚନ୍ଦ୍ରାଣରେ ଯାଉଛି କି ସୂର୍ଯ୍ୟାଣରେ ଯାଉଛି, ଆପଣମାନେ ଭଲ ଭାବରେ ଜାଣିପାରୁଛନ୍ତି? ଯଦି ବାରମ୍ବାର ଶ୍ୱାସ ପ୍ରଶ୍ୱାସକୁ ୱାଚ୍ କରିବେ, ତାହେଲେ ଆପଣ ଜାଣିପାରିବେ। ଯଦି ପୂର୍ବଜନ୍ମର ସଂସ୍କାର ଅଛି, ଆପଣ ଜାଣିପାରିବେ। ମୋର ବାଁ ପୁଡ଼ାରେ ଯାଉଛି କି ଡାହାଣ ପୁଡ଼ାରେ ଯାଉଛି କି ଦୁଇ ପୁଡ଼ାରେ ମୋର ଯାଉଛି। ସେଥିଲାଗି ଗୋଟିଏ ସଂସ୍ଥାରେ ଦୀକ୍ଷା ନେଲେ ଆଗ 21 ଦିନ ବସେଇ ଦେବେ। ତୁମ ଶ୍ୱାସ ପ୍ରଶ୍ୱାସକୁ ତୁମେ ଭଲ ଭାବରେ ଆଗ ଜାଣ। ଯେଉଁ ଶ୍ୱାସ ପ୍ରଶ୍ୱାସ ଦ୍ୱାରା ହୁଳି ପକାଉଛ, ପନ୍ଥେଇ ପୂଜା କରୁଛ, ସୁଦୁଷା ବ୍ରତ କରୁଛ, ବାପାରେ ବାପ, କେତେ ଓଷା, କେତେ ପର୍ବ, କେତେ ପର୍ବାଣୀ କରୁଛ, ତାର ଠିକ୍ ଆଉ ଠିକଣା ନାହିଁ। ତାର ମୂଳ ସୂତ୍ରଟା କ'ଣ? ଯଦି ଶ୍ୱାସ ପ୍ରଶ୍ୱାସ ନ ଚାଲିବ, ତୁମେ କୌଣସି ଗୋଟିଏ କାମ କରିପାରିବନି, ତୁମେ ତ ମୁର୍ଦାର ହେଇଯିବ।
ଛୁଇଁବେ ନାହିଁ ତୋତେ ବୋଲିବେ ମଢ଼ା, ଛଖଣ୍ଡି କାଠ ହବ ତୋ ପାଇଁ ଲୋଡ଼ା, ଛାର ଦେହକୁ ମନ କରିଛୁ ସଜ, ଛନ୍ଦ କପଟ ତେଜିଣ ଗୋବିନ୍ଦ ଭଜ। କହିଲା ଛନ୍ଦ କପଟ ତେଜିଲେ ଯାଇ ତୁ ଗୋବିନ୍ଦକୁ ଭଜନ କରିବୁ। ତେଣୁ ସେ ଶ୍ୱାସ ପ୍ରଶ୍ୱାସ ଦ୍ୱାରା ଯେଉଁ କର୍ମ ସମସ୍ତ କର୍ମ କରୁଛ, ସେ ଶ୍ୱାସ ପ୍ରଶ୍ୱାସ ପରେ ମାଷ୍ଟ୍ରି ଆସୁ। ଯିଏ ଶ୍ୱାସ ପ୍ରଶ୍ୱାସରେ ମନକୁ ରଖେ, ଶ୍ୱାସ ପ୍ରଶ୍ୱାସକୁ ଜାଣେ, କେତେବେଳେ ଏଡ଼ା, କେତେବେଳେ ତ ପିଙ୍ଗଳା, କେତେବେଳେ ଗଙ୍ଗା, କେତେବେଳେ ଯମୁନା, କେତେବେଳେ ସରସ୍ୱତୀ, ସେଇ ଗୋଟିଏ କଥାକୁ କୁହାଉଛି। କେତେବେଳେ ଚନ୍ଦ୍ରାୟଣ, କେତେବେଳେ ସୂର୍ଯ୍ୟାୟଣ, କେତେବେଳେ ସୁଷୁମନା ଚାଲିଛି। କ'ଣ କରିବ, କେମିତି ଜାଣିବ? ଯେଉଁ ବିଷୟ ଜାଣିବାକୁ ଚାହିଁଛ ସବୁ ବିଷୟ ଦୁନିଆରେ ତୁମେ ଜାଣିପାରିଛ। ଯେଉଁ ବିଷୟ ଜାଣିବାକୁ ଚାହିଁଛ ଅଳ୍ପ ହଉ ବହୁତ ହଉ ତୁମେ ଜାଣିପାରିବ। ତୁମେ କେତେଥର ଶ୍ୱାସ ପ୍ରଶ୍ୱାସରେ ମନକୁ ରଖି ବସିଛ। ପବନ ଦ୍ୱାରେ ମନ ଥୋଇ ଆସନେ ଦୃଢ଼ ବନ୍ଧୁ ହୋଇ। ଆସନ ତ ବସିଲେ ହଲଚଲ ହଲଚଲ ହେଉଛ। ବାବା ଗରମ, ଆମେ ଗରମରେ ଏଇ ରୁମ୍ରେ ବସି ଏସି ସିନା ଏଇ 2 ବର୍ଷ 3 ବର୍ଷ ହେଲା ଲାଗିଲା। ତା ପୂର୍ବରୁ ଖରାଦିନେ ଆମେ ଛାତ ଉପରେ ପାଣି ଗୋଟାଏ ବେଳା ଦେଉଥିଲୁ ସତ୍ସଙ୍ଗ ହେବା ପାଇଁ ଖରାଦିନେ। ତାପରେ ବସିକି ଫ୍ୟାନ୍ ଦେଇକି ସାଧନା କରୁଛୁ। ବି ଏସି ଲାଗିଛି, ସମସ୍ତେ ଶୀତ ଦିନ ଭଳିଆ ଘୋରି ହେଇ ପଡ଼ିଲେଣି। ଏତେ ସୁବିଧା ଦେଲା ପରେ ବି ଆମେ ପରମ ପିତା ପରମ ବ୍ରହ୍ମକୁ ଅନୁଭବ କରିପାରୁନେ, ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିପାରୁନେ, ତାଙ୍କ ନାମକୁ ଭଜନ ଜପ ଧ୍ୟାନ ବି କରିପାରୁନେ। ଆମକୁ ପ୍ରଭୁ କ'ଣ ନ ଦେଇଛନ୍ତି, କ'ଣ ନ କରିଛନ୍ତି? କି ୟାକୁ ସବୁ କରିଛି ନା? ଆଉ ସବୁର ମୂଳ ଉତ୍ସ ହେଉଛନ୍ତି ପରମ ପିତା ପରମ ବ୍ରହ୍ମ, କିନ୍ତୁ ମାଧ୍ୟମ ଦେଇ ଆମକୁ ଯିବାକୁ ପଡ଼େ। ସେଥିଲାଗି ଗୁରୁଙ୍କ ଦ୍ୱାରା, ଗୁରୁ କୃପା ଦ୍ୱାରା, ଗୁରୁ ଆଶୀର୍ବାଦ ଦ୍ୱାରା, ଗୁରୁଙ୍କର ଶରଣାପନ୍ନ ହେବା ଦ୍ୱାରା ଗୁରୁ ସେ ମାର୍ଗ କହିଦିଅନ୍ତି। ସମସ୍ତଙ୍କୁ କୁହନ୍ତି ନାହିଁ, ଯେ ଉତ୍ତମ ଶିଷ୍ୟ ତାକୁ କେବଳ ହିଁ କୁହନ୍ତି। ଗୁରୁଙ୍କ ଧନରେ ତାର କେବଳ ଅଧିକାର ଅଛି। ଯେଉଁ କଥା ରଶ୍ମିକଳା ମା କହୁଥିଲେ, ଆଗ ନିଜକୁ ସମର୍ପଣ କରିଦିଅ ଗୁରୁଙ୍କ ପାଖରେ। ତାଙ୍କ କଥାରେ ସନ୍ଦେହ ସଂଶୟ ରଖ ନାହିଁ। ଆପଣ ଜାଣିଛନ୍ତି ସାଧନାର ଘୋର ବିଘ୍ନ ହେଉଛି ସନ୍ଦେହ ବା ସଂଶୟ, ଅବିଶ୍ୱାସ। ଧର୍ମ ଜଗତରେ ବଡ଼ 3ଟି କଥା ହେଲା ଶ୍ରଦ୍ଧା, ବିଶ୍ୱାସ ଆଉ ଭକ୍ତି। ଶ୍ରଦ୍ଧା, ବିଶ୍ୱାସ, ଭକ୍ତି ଅଛି କି? ଆଗ ଶ୍ରଦ୍ଧା ରହିଛି କି? ତାପରେ ବିଶ୍ୱାସ ଅଛି କି ତାଙ୍କ ଉପରେ, ଗୁରୁଙ୍କ ଉପରେ? ଭକ୍ତି, ତାଙ୍କୁ ତୁମେ ଭଲ ପାଉଛ, ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛ। ତମ ବା ଗୁରୁଙ୍କ କଥାରେ ଲାଇକ୍ ଡିସଲାଇକ୍ ହେଉଛି। ଗୁରୁଙ୍କ କଥାରେ ଜଣେ ଡିସାଇପୁଲ କହିଲେ, ବାବାଙ୍କର ବହୁତ କଥା ଭଲ ଲାଗେ, ବହୁତ କଥା ଖରାପ ଲାଗେ। ଆରେ ଯଦି ଗୁରୁକୁ ଚିହ୍ନିଛ, ଗୁରୁ ଭଗବାନ, ଗୁରୁ ମୋ ପାଇଁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଯଦି ତୁମେ ଏଇଟା ଜାଣିଛ, ତାହେଲେ ଗୁରୁଙ୍କ କଥା ତୁମକୁ କେମିତି ଖରାପ ଲାଗିଲା? ତାହେଲେ ତୁମ ମନ ଯେଉଁଟା ଚାହୁଁଛି ତୁମେ ସେଇଟା ପ୍ରାପ୍ତି ହେଲେ ଭଲ କହିଲ। ଯେଉଁଟା ତୁମ ମନ ମାନେ ଚାହୁଁନାହିଁ, ତୁମେ ଜାଣିନ, ସେଇଟା ଗୁରୁ ତୁମକୁ ଦେଇଦେଲେ ତୁମକୁ ଖରାପ ଲାଗିଲା। ଗୁରୁ ତୁମ ସ୍ୱଭାବର ପରିବର୍ତ୍ତନ ପାଇଁ ତୁମ ବାରମ୍ବାର ଗାଇଡ଼ କଲେ, ତୁମକୁ ଖରାପ ଲାଗିଲା। ଯଦି ଗୁରୁ ତୁମ କଥାରେ ହସିଲେ, ତାଳି ମାଇଲେ, ତୁମେ ପାନ ଖାଇଲ, ଗୁରୁ ପାନ ଖାଇଲେ, ତୁମେ ପାନ ଖାଇଲ, ଗୁରୁ ହସିଲେ, ତୁମେ ହସିଲ, ବାସ୍ ବାବା ଆମର ବଢ଼ିଆ। ଆମେ ସେଇ କଥା ଜଣେ ବ୍ରହ୍ମଚାରୀଙ୍କୁ କହୁଥିଲୁ, କହିଲେ କୁକୁର ନ କହିଲେ ଠାକୁର। ନୀରବ ହୋଇ ବସିବ ଠାକୁରଙ୍କ ଭଳିଆ, ଜଗନ୍ନାଥଙ୍କ ଭଳିଆ, କିଛି କାହାକୁ କହିବନି। ତୁମେ କ'ଣ କେହି ଜାଣିପାରିବେ? ତୁମ ପାଟି ଖୋଲିଲେ କିଏ କ'ଣ ଜାଣିବ ନା? ଆଉ ପୁରା ନୀରବ ବସିବ, କୌଣସି ଆକ୍ସନ୍, ଚୁପଚାପ ଏମିତି ବସିବ, ଘୋଙ୍ଗାଙ୍କ ଭଳିଆ, ଜଡ଼ ଭଳିଆ। ତୁମେ କ'ଣ କେହି କିଛି କହିପାରିବେ? ତୁମ ବାକ୍ୟ ଆଉ କର୍ମରୁ ଲୋକ ତୁମକୁ ଜାଣୁଛନ୍ତି, ତୁମର ପରିଚୟଟା ପାଉଛନ୍ତି ନା? ଆଉ ଗୋଟେ ଲୋକ ଭଲ ଲୋକ ଆମେ କେମିତି ଜାଣୁଛେ? ତା କଥାରୁ, ତାପରେ ତା କର୍ମରୁ। ଆମର କଥା କର୍ମ ସମାନ ହେଲାଣି? କାହିଁକି ହେଇନାହିଁ ନା ଆମ ଶ୍ୱାସ ବଦଳି ନାହିଁ।
आमे श्वास प्रश्वास आमर मास्ट्री आसी ना श्वास प्रश्वासर साधना को कौन कहती ना हंस साधना कहती हंस साधना कहती जी श्वास प्रश्वास को भल भाव जापर से कौन कर हंस कौन करे ना सारटा को ग्रहण करे असारटा को त्याग करे क्षीरटा को पीब नीरटा को छाड़ तुम्हें संसार सार को ग्रहण कर असार को त्याग कर जितेबाला तुम श्वास प्रश्वास उपरे मास्ट्री आसला पवन द्वार जो मन को रखिल से महापुरुष मैंने लिखिंट एक विश सहस्र छ जपुअछि परमहंस से भजने मन मज बाहर भजन को तेज प्रकृत भजन होउछि से सोहं जड़े यही सोमवार आम सत्संग सारी भुवनेश्वर फेरीचु कहले मु जड़े प्रोफेसर मु बहु संस्था बुली आपणकर सत्संग शुणे मते भारी भल लगे किंतु आपण गोटे कथा कहते चंद्राण जा सूर्याण ते सैया आ सुषुम्नार ध्यान करिया बोली कौनटा क्या भूल होला ना ना आपण कथाटा ठीक लगुच कहली आ भूल क्या कथा लगिला ना जे हंस जप करिया कहते पुणी सोहं जप करिया कहते दीटा कथा कहते आम कहलु आपण कौनटा समीक्षा करुँच कौनटा जानूँ ना सोहंटा चंद्रायण जप कले ठीक सूर्यायण जप कले ठीक है बहु लोग ये प्रश्न करते बोली आम आज ये कथार लास्ट रे कथाटा कहूँ कौटा महाराज ठीक आम कहलु सोहंटा ठीक हंस केबे जप करेंगे नहीं मोराटा ठीक रामटा ठीक ना म शब्दर अर्थ बुझे रा शब्दर अर्थ बुझे सो शब्दर अर्थ बुझे हंग शब्दर अर्थ हम शब्दर अर्थ आप बुझे सोहंग शब्दर अर्थ बुझे आप नौ कौन छाड़ू कौन छाड़ा बेले कौन छाड़ू कार्बन डाइऑक्साइड छाड़ू ऑक्सीजन जाक रखुंट तेणु स बोले आत्मा आत्मार अवस्थापन करवा हंग बोले अहंकार अज्ञानता को आम सब त्याग करवा सोहंटा ठीक चंद्रायण जप करेंगे जा सूर्यायण जप करेंगे जा बोले आज्ञा ये जप करा जाए ना हंस साधना पर अजपा साधना आ गोटे टेक्निक अजपा साधना आ गोटे टेक्निक से हंसर जार मास्ट्री आसला श्वास प्रश्वास जार मास्ट्री आसला जी से मन को रखिदे पारिला श्वास प्रश्वास सहित मनर एकाग्रता आसला जे श्वास प्रश्वास सहित निज मन को मिसई दे पारिला निज मन को मिसई दे पारिला से शुणी पारिबो अजपाटा को शुणी पार से जप करा जाए ना से जप चली तू ताकू कौन भजन करू तू ताकू शुणिबु अनुभव करू तार डाहाण कान आग शुभ जेहेतु तुम्हें पुरुष समस्ते जितेबाला पुरुष बोधरे रहिल प्रकृति बोधर मुक्त हल से बेले तुम्हें सोहंगु डाहाण कान शुणी पार से स स कही जाऊँगी हंग हंग कही आसूची यहाँ हूँ ब्रह्म मंत्र यहाँ माँ गर्भरे भजन होता सब बड़े भजन चली मरला से सूक्ष्म शरीर रे सेटा भजन चली था केतबले से भजन बंद ना जाऊँगी आसूची बारण न हो दिने मन ताकू चिन्हिलु नाई जदि ये श्वास प्रश्वास तुम मन को रखिब देखिब तुम श्वास प्रश्वास गति धीरे धीरे सर्ट हवा को लगे जाऊँगी 12 आसूची 12 12 24 घर एटा स्वाभाविक गति तार हिसाब अच्छी दौड़े केते मैथुन कले केते खाइले केते शोइले केते जी सदा जाग्रत अवस्था तार स्वाभाविक 12 12 जी साधना करी जे श्वास प्रश्वास मन को रखिब
ତା ଶ୍ୱାସ ପ୍ରଶ୍ୱାସର ଗତି ଧୀରେ ଧୀରେ ସର୍ଟ ହେବାକୁ ଲାଗିବ। ଯେତେ ସେଥିରେ ମନ ରଖିବ ସେ ସେତେ କ୍ଷୀଣ ହେଇଯିବ, ଲିଟିଲ୍ ଏବଂ ଫିବୁଲ୍ ବ୍ରେଥ୍ ହେଇଯିବ। କେଉଁଠି ପ୍ରବାହିତ ହେବ? ଭଗବତ ଗୀତାର 5ମ ଅଧ୍ୟାୟର 27 ଶ୍ଲୋକକୁ ଦେଖିବେ ଯାଇକି, ପ୍ରାଣପାନ ସମକୃତ୍ୱା ନାସା ଅଭ୍ୟନ୍ତରୀଣ ଚାରିଣ। ତମ ଭିତରେ ସୁଷୁମ୍ନା ବାୟୁ ପ୍ରବାହ ହେବାକୁ ଲାଗିବ। ତ ଦୁଇଟାକୁ ତୁମେ ଭଲ ଭାବରେ ଜାଣିପାରିବ, ଚନ୍ଦ୍ରାୟଣ ଆଉ ସୂର୍ଯ୍ୟାୟଣକୁ ଯଦି ଭଲ ଭାବରେ ତୁମେ ଜାଣିପାରିବ। ଯେତେବେଳେ ତୁମେ ଜାଣିପାରିଲ ତମ ମନ ଶ୍ୱାସ ସହିତ ପୁରା ମିଶିଗଲା, ଶ୍ୱାସ ସହିତ ମନର ପୁରା ଏକାଗ୍ରତା ଭାବ ଆସିଗଲା, ତୁମେ ଶୁଣିପାରିବ ସେଇ ସ୍ୱହଂ। ସେଇ ଭଜନର ଯେତେବେଳେ ତୁମେ ରଖିବ ତୁମେ ଭଜନିଆ ହେଲ। ତମର ସେତେବେଳେ ବ୍ରହ୍ମ ଦୃଷ୍ଟି ବ୍ରହ୍ମଭାବ ଅବସ୍ଥା ହିଁ ଆସିଯିବ, ତା ପୂର୍ବରୁ ନୁହେଁ। ତେଣୁ ଗୋଟେ ହଂସ ସାଧନା କହିଲି, ଗୋଟେ ଅଜପା ସାଧନା କଥା ତା ଭିତରେ କହିଲୁ, ତାପରେ ଗୋଟେ ହେଉଛି କୁଣ୍ଡଳିନୀ ସାଧନା। କୁଣ୍ଡଳିନୀ ଅର୍ଥ ପ୍ରାଣଶକ୍ତିର, ପ୍ରାଣଶକ୍ତିକୁ ବା ସର୍ପେଣ୍ଟ ପାୱାର ଇଂଲିଶରେ କହନ୍ତି, ଓଡ଼ିଆରେ କହନ୍ତି ପ୍ରାଣଶକ୍ତିକୁ କୁଣ୍ଡଳିନୀ କୁହାଯାଏ। ଅନେକ ଶିଷ୍ୟଙ୍କୁ ଆମେ ପ୍ରଶ୍ନ କଲୁ, କେହି କହିପାରିଲେନି, କାରଣ ସାଧନା ନାହିଁ, ସେତିକି କଲଚର ନାହିଁ, ସେ କହିପାରିଲେ ନାହିଁ। ତାହେଲେ ଶକ୍ତିଟା କେଉଁଠୁ ଆସିଛି? ସେଇ ପରମ ପିତା ପରମ ବ୍ରହ୍ମ ପାଖରୁ ଆସିଛି। ଏବଂ ସେଇ ଶକ୍ତିଟା କେଉଁଠି ରହିଛି? ପରମ ପିତା ପାଖରୁ ଆସି ତମ ଶରୀରର ନିମ୍ନ ପ୍ରାନ୍ତରେ ଅର୍ଥାତ୍ ମେରୁଦଣ୍ଡର ତଳେ ମୂଳାଧାର ଚକ୍ରରେ ସେ କୁଣ୍ଡଳିନୀ ଶକ୍ତି ନାମରେ ଜାଗ୍ରତ ସୁପ୍ତ ଆକାରରେ ହିଁ ଅଛି। ବହୁତ ଶାସ୍ତ୍ର ଲେଖା ଅଛି, ଯାହା ଭିତରେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ନ ହେବ ସେ ଯେତେ ସାଧନ ଭଜନ କରୁ, ସେ ସାଧନ ଭଜନର ମୂଲ୍ୟ ତାର କିଛି ମିଳିବନି, ତାର ସିଦ୍ଧି ପ୍ରାପ୍ତି ହେବ ନାହିଁ। ଯେତେବେଳେ ତା ଭିତରେ ଅର୍ଥ ଚିନ୍ତା ଯିବ, କାମ ଚିନ୍ତା ଯିବ, ଖାଦ୍ୟ ଚିନ୍ତା ଯିବ, ମୁଁ ମୋର ଭାବ ପଳେଇବ, ଏଇ ସତ୍ସଙ୍ଗ ଭଜନ କୀର୍ତ୍ତନ ପୂଜା ପାଠରୁ ମନ ପଳେଇବ ଏବଂ ଆତ୍ମୋପଲବ୍ଧି ପରେ ତାର ଅନେକ ସିଦ୍ଧି ବିଭୂତି ତାକୁ ପ୍ରାପ୍ତି ହେବ, ତାକୁ ସେ ଭୁଲିଯିବ ଏବଂ ପରମ ପିତା ପରମ ବ୍ରହ୍ମକୁ ଯେତେବେଳେ ସେ କେବଳ ଚାହିଁବ, ସେ ଯେଉଁ ଶକ୍ତି ସେଇ ପରମ ପିତା ପରମ ବ୍ରହ୍ମଠାରୁ ଅଲଗା ହେଇଯାଇକି ମୂଳାଧାର ଚକ୍ରରେ ଥିଲା, ସେଇ ଶକ୍ତି ଜାଗ୍ରତ ହେଇ ସମସ୍ତ ଚକ୍ରକୁ ଅତିକ୍ରମ କରି ସହସ୍ରାରେ ପହଞ୍ଚିଯିବ। ଏଇଟା ପ୍ରାୟ ସମସ୍ତଙ୍କର ମତ, ଗୋଟିଏ ଦୁଇଟା ନାହିଁ। କିନ୍ତୁ କେମିତି ସାଧନା କରିବ ସେଇଟା ହିଁ କ୍ରିୟା ଯୋଗ ପରମ୍ପରାରେ ଶିଖାଇ ଦିଆଯାଇଛି। ଯଦି ସବୁବେଳେ ପ୍ରାଣଶକ୍ତିକୁ ସିଦ୍ଧାସନରେ ବସି ପ୍ରାଣଶକ୍ତିକୁ ଯଦି ଉତ୍ଥାନ କରିବ, ଶ୍ୱାସ ମାଧ୍ୟମରେ ଯଦି ଉତ୍ଥାନ କରିବ ପ୍ରାଣଶକ୍ତିକୁ, ତାହେଲେ ତମର କ'ଣ ହେବ? ଧୀରେ ଧୀରେ ପ୍ରାଣଶକ୍ତି ତମର ମଥା ଉପରକୁ ଉଠିବାକୁ ଆରମ୍ଭ କରିବ। କେତେକାଂଶରେ ଯେଉଁଦିନ ପୂର୍ଣ୍ଣ ଉଠିଗଲା ତମର ସେନ ନିର୍ବିକଳ୍ପ ସମାଧିସ୍ଥ ଅବସ୍ଥା ହେଇଯିବ। କିନ୍ତୁ ଗୁରୁଦେବ ଆମକୁ ଆଉ ଗୋଟେ ସୁନ୍ଦର ଫର୍ମୁଲା ଦେଲେ, ସେ କଥା କହିବା କଥା ନୁହେଁ, କହିଲେ ସମସ୍ତ ଶକ୍ତି ହିଁ ତମ ସହସ୍ରାରେ ରହିଛି। ତମର ଯେଉଁଟାକ ପ୍ରକୃତରେ କୁଣ୍ଡଳିନୀ ଶକ୍ତି, ସେଇଟା ତମ ସହସ୍ରାରେ ହିଁ ରହିଛି। କାରଣ ସବୁ ଶକ୍ତିର ଆଧାର ହେଉଛନ୍ତି ପରମାତ୍ମା ପରମ ବ୍ରହ୍ମ ଏବଂ ସେଠି ସେ ଶକ୍ତି ରହିଛି। ତମ ଶ୍ୱାସ ପ୍ରଶ୍ୱାସରେ ମନ ରଖି ରଖି ଯେତେବେଳେ ତମ ଶ୍ୱାସ ପ୍ରଶ୍ୱାସ କ୍ଷୀଣାଦି କ୍ଷୀଣ ହେଇ ଯେତେବେଳେ କୁମ୍ଭକରେ ବିନ୍ଦୁରେ ପହଞ୍ଚିବ, ସେ ବିନ୍ଦୁରୁ ତ ସଂସାର ସବୁ କଥା କିଛି ସୃଷ୍ଟି, ତମର ସୃଷ୍ଟି ସେଇ ବିନ୍ଦୁରୁ, ଏ ସଂସାରର ସୃଷ୍ଟି ସେଇ ବିନ୍ଦୁରୁ, ଏ ଅକ୍ଷରର ସୃଷ୍ଟି ସେଇ ବିନ୍ଦୁରୁ, ସମସ୍ତ ଜ୍ଞାନର ସୃଷ୍ଟି ସେଇ ବିନ୍ଦୁରୁ। ତମେ ବିନ୍ଦୁରେ ପହଞ୍ଚିଗଲେ ତମ ଭିତରେ ସେ ଶକ୍ତିଟା କ'ଣ କରିବ ନା କ୍ରିୟାଶୀଳ ହେଇଯିବ। ଶ୍ୱାସ ସାଧନା ଜାଣିଲେ, ଅଜପା ସାଧନା ଶିଖିଲେ, କୁଣ୍ଡଳିନୀ ସାଧନା
ଜାଣିଲେ କ୍ରିୟା ଯୋଗ ମାଧ୍ୟମରେ ଏ ତିନିଟା ଯାକ ଟେକ୍ନିକ୍ ଫାଷ୍ଟ କ୍ରିୟାରେ ହିଁ ଦିଆଯାଉଛି। ତମ ଅବଚେତନ ମନରେ ବା ସବକନସିୟସନେସ୍ ମାଇଣ୍ଡ ଉପରେ ଥରେ କହିଥିଲି, ସୁପର କନସିୟସନେସ୍ ମାଇଣ୍ଡ ଉପରେ କହିଥିଲି, କସ୍ମିକ୍ କନସିୟସନେସ୍ ମାଇଣ୍ଡ ଉପରେ କହିଥିଲି। ସେଇ ସବକନସିୟସନେସ୍ ମାଇଣ୍ଡରେ ଅବଚେତନ ମନରେ ଯେଉଁ ଜନ୍ମ ଜନ୍ମାନ୍ତରର ସଂସ୍କାର ଗୁଡ଼ିକ ଅଛି ତାକୁ ପୋଡ଼ି ପାଉଁଶ କରିବା, ତାକୁ ବିଦା କରିବା, ସେଥିରୁ ନିବୃତ୍ତ ହେବା, ତାକୁ ଓଭରଟେକ୍ କରିବା ଏତେ ସହଜ ସାଧାରଣ କଥା ନୁହେଁ। ଦେଖୁନାହାନ୍ତି, ଆପଣ ଜାଣୁଛନ୍ତି ମିଛ କହିବାଟା ଖରାପ, କହୁଛନ୍ତି ନା କହୁନାହାନ୍ତି? ଜାଣିଛନ୍ତି ପିସି ନେବାଟା ଆବଶ୍ୟକ ନାହିଁ, ନେଉଛନ୍ତି ନା ନେଉନାହାନ୍ତି? ତା କର୍ମଫଳ ଦିନେ ପଡ଼ିବ, ବନ୍ଧା ହେବେ, ଆରେଷ୍ଟ ହେବେ, ଜେଲ୍ ଯିବେ, ଇଡି ଆସିବ, ତୁମ ଘରେ ପଶିବ, ପଶୁନାହିଁ? ଏବେ କେତେ ଇଞ୍ଜିନିୟର, ଅଫିସର, ମନ୍ତ୍ରୀ ଏବେ ଆରେଷ୍ଟ ହେଇନାହାନ୍ତି? ଦେଖୁନାହାନ୍ତି? ସେ କର୍ମର ଫଳ ଭୋଗ କରିବାକୁ ପଡ଼ିବ। ଜାଣିଲା ପରେ କରୁଛନ୍ତି ନା କରୁନାହାନ୍ତି? କାହିଁକି ନା ସଚେତନ ନାହାନ୍ତି ତାଙ୍କ କର୍ମ ଉପରେ। ଯଦି ସେମାନେ ସାଧନା କରିଥାନ୍ତେ, ତାଙ୍କର ପ୍ରାଣଶକ୍ତି ମଥା ଉପରକୁ ଉଠିଥାନ୍ତା, ସେମାନେ ଆତ୍ମଜ୍ଞାନର ଅଧିକାରୀ ହେଇଥାନ୍ତେ, ସେ କେତେବେଳେ ଏଇ କାମ କରିପାରିନଥାନ୍ତେ। ତେଣୁ ତିନୋଟି କଥା, ଦେବସ୍ୱ, ବ୍ରହ୍ମସ୍ୱ, ରାଜସ୍ୱକୁ କେହି କେତେବେଳେ ହଜମ କରିପାରିବେ ନାହିଁ। ଆପରେ କହିଲେ ବହୁତ ସମୟ ଲାଗିବ। ଆମେ ଦେବସ୍ୱକୁ ଦେଖିଲେ ଠାକୁର ସମ୍ପତ୍ତି କେମିତି ଭୋଗ କରିଦେବା, ରାଜସ୍ୱ କେମିତି କ'ଣ ସରକାରଙ୍କର କ'ଣ କ'ଣ ଯୋଜନା ହେଇଛି ସେଥିରେ ତାକୁ ବୁଝି ସୁଝି କେଉଁ ପ୍ରକାର ପିସି ଦେଇ ତାକୁ ନେଇ ଆସିବା। ଦେବସ୍ୱ, ବ୍ରହ୍ମସ୍ୱ, ରାଜସ୍ୱ, ଗୁରୁଙ୍କର ସମ୍ପତ୍ତି ବି ବହୁ ଲୋକ ଖାଇଦେବା ପାଇଁ ଆନନ୍ଦରେ ବସିଯାଆନ୍ତି। ବହୁତ ଲୋକ ଡୋନେସନ୍ ଦିଅନ୍ତି, ବହୁତ ଲୋକ ବି ଖାଆନ୍ତି। ତେଣୁ ସବୁବେଳେ କନସିୟସ୍ ରହିବେ, କେମିତି କହିଲେ ହେବ ନାହିଁ, ଶୁଣିଲେ ହେବ ନାହିଁ, କରିବାରେ ଯାଇ ହେବ। ଯଦି ଆପଣ ଶ୍ୱାସର ଗତିକୁ ଆପଣ ଭଗ୍ନ କରିକି ଶାସ୍ତ୍ର ସମ୍ମତ ଅନୁସାରେ ଗୁରୁଦେବ ଯେମିତି କହିଛନ୍ତି ସେମିତି ପରିଚାଳିତ କଲେ ତମର ସମସ୍ତ ନକାରାତ୍ମକ ବୃତ୍ତି ଗୁଡ଼ିକ ସୋମଠ କ'ଣ ହେବ? ଖସି ପଡ଼ିବ। ତମ ଭିତରେ ଆଉ ପାପ ଚିନ୍ତା ରହିବ ନାହିଁ, କୁଚିନ୍ତା ରହିବ ନାହିଁ। ତମ ଭିତରେ ସତ ଚିନ୍ତା, ସତ କାର୍ଯ୍ୟ, ସତ ଆଚରଣ ତମ ଭିତରେ ଆସିବ। ତମ ଭିତରେ ଦେଶ ଭାବଟା ଆଉ ରହିବ ନାହିଁ। ଘୃଣା ଭାବଟା, ବିରୋଧ ଭାବଟା, ଆଉ ଅଶାନ୍ତ ଭାବଟା, ଗୋଟେ ଖରାପ ଜିନିଷ ଦେଖିଲେ ଘୃଣା ଲାଗୁଛି, ଅଶାନ୍ତ ମନ ହେଇଯାଉଛି, ସେଇଟା ତମ ଭିତରେ ଆଉ କେତେବେଳେ ରହିବନି। ତମକୁ ସମସ୍ତେ ସମାନ ଦେଖାଯିବେ, ସବୁ ଭଲ ଲାଗିବ, କିନ୍ତୁ ତମକୁ ଯେଉଁଟାକ ଗ୍ରହଣ କରିବା ପାଇଁ କୁହାହେଇଛି ତୁମେ ସେଇଟାକୁ ସୋମଠ ଗ୍ରହଣ କରିବ, ସେଇଟାକୁ ତ୍ୟାଗ କରିବ। ସେଇଟା ଭଗବାନଙ୍କର ସୃଷ୍ଟି, ତୁମେ ସବୁ ଜାଣିବ, ସବୁ କରିବ, ତାକୁ ତ୍ୟାଗ କରିବ। ଅଟୋମେଟିକ୍ ତ୍ୟାଗ ହେଇଯିବ, ତୁମର ପ୍ରତିକ୍ରିୟା ତା ଭିତରେ ରହିବ ନାହିଁ। କିନ୍ତୁ ସବୁବେଳେ ମନେ ରଖ, ତୁମେ ଯେଉଁ କର୍ମ କରୁଛ ସେ କର୍ମଫଳ ପ୍ରତ୍ୟେକଟି ମୁହୂର୍ତ୍ତରେ ତୁମର ଅବଚେତନ ମନରେ ସଞ୍ଚିତ ହୋଇକି ରହିଯାଉଛି। ଯାହାକୁ ଆମେ ପ୍ରାରବ୍ଧ ବୋଲି କହୁଛେ, ସେଇ ପ୍ରାରବ୍ଧ ବା ସବକନସିୟସନେସ୍ ମାଇଣ୍ଡରେ ଯେଉଁ ସଂସ୍କାର ଗୁଡ଼ିକ ଅଛି ତାକୁ ପୋଡ଼ି ପାଉଁଶ କରିବାର ସର୍ବଶ୍ରେଷ୍ଠ ଟେକ୍ନିକ୍ ହେଉଛି ହଂସ ସାଧନା, ଅଜପା ସାଧନା ଏବଂ କୁଣ୍ଡଳିନୀ ସାଧନା। ଏସବୁ କରିପାରିବ? ଯଦି କରିପାରିବ ତାହେଲେ ଆପଣଙ୍କର କ'ଣ ହେବ? ନିଶ୍ଚିନ୍ତ ଭାବରେ ତୁମର ଅବଚେତନ ମନରେ ଯେଉଁ ସଂସ୍କାର ଗୁଡ଼ିକ ରହିଛି, ନକାରାତ୍ମକ ବୃତ୍ତି ଗୁଡ଼ାକ ରହିଛି, ସବୁ ପୋଡ଼ିକି ପାଉଁଶ ହେଇଯିବ। ଯଦି ତୁମେ ହଂସ ସାଧନାରେ ବାସ୍ତବରେ ସେଇ ଅଜପାରେ ରହିଲ ଘଣ୍ଟା ଘଣ୍ଟା, ଦେଖିବ ତୁମ ଭିତରଟା ପୁରା ସୁନା ହେଇଯିବ, ସୁବର୍ଣ୍ଣରେ ପରିଣତ ହେଇଯିବ। ତେଣୁ ସେଥିଲାଗି ମହାପୁରୁଷ ଲେଖିଲେ କ'ଣ ନା, ବାଇ ମନ ହୋ
ବସି ହଂସକୁ ଖେଳା, ହଂସ ଉଡ଼ିଗଲେ ବୁଡ଼ିବ ଭେଳା। ମଣିଷ ମରିଗଲେ ଆଉ କ'ଣ ବ୍ରତ ଉପବାସ ସତ୍ସଙ୍ଗ ଜପ ଧ୍ୟାନ କୀର୍ତ୍ତନ କିଛି କରିପାରିବ? ତୁମେ କେବେ ହାରାସ ହେଇଯାଉନି, କେତେବେଳେ ନର୍ଭସ୍ ହେଇଯାଉନି। ବୁଦ୍ଧଦେବ ସାଧନା ପୂର୍ବରୁ ବସିଲେ, ଧ୍ୟାନରେ ମନ ଲାଗିଲାନି, ସାଧନାରେ ମନ ଲାଗିଲାନି। ଆଖି ଖୋଲିକି ଦେଖିଲେ ପ୍ରକୃତି ଆମକୁ ବହୁତ ଶିକ୍ଷା ଦିଏ, ଶାସ୍ତ୍ର ବହୁତ ଶିକ୍ଷା ଦିଏ, ମନୁଷ୍ୟମାନେ ବହୁତ ଶିକ୍ଷା ଦିଅନ୍ତି, ଗୁରୁମାନେ ଶିକ୍ଷା ଦିଅନ୍ତି। ସେ ଦେଖିଲେ ଗୋଟେ ଏଣ୍ଡୁଅ ଗଛକୁ ଚଢ଼ୁଛି ଖସି ପଡ଼ୁଛି, ଚଢ଼ୁଛି ଖସି ପଡ଼ୁଛି, ଚଢ଼ୁଛି ଖସି ପଡ଼ୁଛି ବାରମ୍ବାର। ଏବଂ ଦେଖୁଛି ସେ ଏଣ୍ଡୁଅଟା ବାରମ୍ବାର କୋସିସ୍ କରୁଛି, ପ୍ରୟାସ କରୁଛି କ'ଣ ଆମ ଗଛ ଉପରକୁ ଚଢ଼ିବି। ଏବଂ ଦେଖିଲେ ସେ ଗଛ ଉପରୁ ଉଠି ଚାଲିଗଲା। ବୁଦ୍ଧ କହିଲେ, ଆରେ ବାରମ୍ବାର ପ୍ରୟାସ କରିବାକୁ ପଡ଼ିବ, ମୋତେ ସେଇ ସହସ୍ରରେ ରହିବାକୁ ପଡ଼ିବ। ଯେ ଗୋଟିଏ ଥରକେ ସହସ୍ରରେ ମନ ପ୍ରାଣ ସ୍ଥିତ ହୋଇଯାଆନ୍ତା, ତାହେଲେ ଏତେ ଥର କାହିଁ କ୍ରିୟା ଅଭ୍ୟାସ କରନ୍ତ? ଥରେ ହରେ କୃଷ୍ଣ କହିଲେ ମନ ସ୍ଥିର ଶାନ୍ତ ହୋଇଯାଆନ୍ତା, ଭଗବାନ ମିଳିଯାଆନ୍ତି। ବର୍ତ୍ତମାନ ଦିନକୁ 3 ଲକ୍ଷ କାହିଁ ଜପ କରିବାକୁ କହୁଛନ୍ତି, ମାଳି ଗଢ଼ିବାକୁ କହୁଛନ୍ତି? ହରେ କୃଷ୍ଣ ହରେ କୃଷ୍ଣ ହେଲେ ଗୋଟିଏ ଲକ୍ଷ ଥର କରିବାକୁ କାହିଁ କହୁଛନ୍ତି? ଅତି ଯେଉଁମାନେ ନିକୃଷ୍ଟ 25,000 ଥର କାହିଁ କହୁଛନ୍ତି କରିବା ପାଇଁ? ଥରେ କେତେ ହେଇଯାଆନ୍ତା, ଆଉ କ'ଣ ଅସୁବିଧା ଅଛି? କେବେ ଭାବିଛ, କେବେ ଚିନ୍ତା କରିଛ? କେତେ ଘଣ୍ଟା ବସି କ୍ରିୟା ଅଭ୍ୟାସ କରୁଛ? କେତେ ଘଣ୍ଟା ଶ୍ୱାସ ପ୍ରଶ୍ୱାସରେ ମନ ରଖୁଛ? କେତେ ଘଣ୍ଟା ସେ ଅଜପାକୁ ଶୁଣୁଛ? କେତେ ଥର ପ୍ରାଣକର୍ମ ମୂଳାଧାରରୁ ସହସ୍ର ମୂଳାଧାର ବସି କରୁଛ? ପୁଣି ନୀତି ନିୟମ ନିଷ୍ଠା ସହିତ, ଯମ ନିୟମ ସହିତ। ଧ୍ୟାନର ସଂଜ୍ଞା ଯାଇ କେଉଁଠି ରହିଛି ନା 7ରେ, ସମାଧି ସଂଖ୍ୟା 8ରେ। ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି। ଆଗ ଆମର ଯମ ନିୟମ ଅଛି, ଆସନ ବୋଲା ଗଲାଣି କି ଖୁଜୁରୁ ବୁଜୁରୁ କି କଷ୍ଟ। ସେ ମା ମାନେ କେତେ କାଚ ପିନ୍ଧିଲେ ସ୍ୱାମୀ କ'ଣ ନା ବଡ଼ ଅମର ହେଇଯିବେ। ଯାହାର ଅଳ୍ପ ଆୟୁଷ, ତା ସ୍ତ୍ରୀ ଯଦି ପୁଳାଏ ଶଙ୍ଖା ପିନ୍ଧିବ, ମୁଣ୍ଡରେ ସବୁଯାକ ସିନ୍ଦୁର ବୋଳିଦେବ, ସ୍ୱାମୀ ମରିବ ନାହିଁ କି ରୋଗ ଆଉ ହେବ ନାହିଁ। ଆରେ ହନୁମାନ କ'ଣ କଲା? ମା ସୀତାଙ୍କୁ ପଚାରିଲା ନା, ତୁମେ କ'ଣ ମା ଇଏ ପିନ୍ଧିଛ? ସେ ତ ମା ମାନଙ୍କ ବ୍ରହ୍ମଚାରୀ ଦେଖିନଥିଲେ ନା। କହିଲେ କ'ଣ ନା, ଏ ଟିକେ ସିନ୍ଦୁର ପିନ୍ଧିଛି। ଆଉ କାହିଁକି ପିନ୍ଧ? ନା ପିନ୍ଧିଲେ ପ୍ରଭୁଙ୍କର ମଙ୍ଗଳ ହେବ। ନାକୁ ପିନ୍ଧିଲେ ପ୍ରଭୁଙ୍କର ମଙ୍ଗଳ ହୁଏ ନା? ହଁ, ସେ ତ ପ୍ରଭୁ ଭକ୍ତ ନା। ବସ୍ତାଏ ସିନ୍ଦୁର ଆଣି ଢାଳି ହେଇ ପଡ଼ିଲେ ଆଉ କ'ଣ ଅଛି? ହନୁ ଇଏ କ'ଣ ନା, ମା ତୁମେ କହିଲାକୁ ପିନ୍ଧିଲେ ମଙ୍ଗଳ ହୁଏ, ମୁଁ ସର୍ବାଙ୍ଗରେ ସିନ୍ଦୁର ପିନ୍ଧିଦେଲି, ମୋ ପ୍ରଭୁଙ୍କର ମଙ୍ଗଳ ହେବ। ଯଦି ସେଭଳି ସ୍ୱାମୀ ଭକ୍ତି ଅଛି, ତାହେଲେ ସମସ୍ତ ସିନ୍ଦୁର ଗୁଡ଼ାକ ଦେହ ସାରା ଢାଳି ପଡ଼ିଲେ ହେବ। ତେଣୁ ସାଧନା କରନ୍ତୁ, ଏସବୁ ପାଗଳାମିରେ ମନ ରଖନ୍ତୁ। ବାବା କହୁନାହାନ୍ତି ଯେ ସିନ୍ଦୁର ପିନ୍ଧ ନାହିଁ, ବାବା କହୁନାହାନ୍ତି ଯେ ଶଙ୍ଖା ପିନ୍ଧ ନାହିଁ। କ'ଣ ଦରକାର ଏତେ ପିନ୍ଧିକି ତାକୁ ହାତରେ ବୋହିକି ଯିବାର? ଏତେ ପଟେ ପଟେ ପିନ୍ଧିଦେଲେ ଯଥେଷ୍ଟ। କ'ଣ ସେଥିରେ ମୂଲ୍ୟ ଅଛି? ସତରେ କ'ଣ ତୁମେ ସ୍ୱାମୀ ଭକ୍ତ? ସତରେ କ'ଣ ତୁମେ ସ୍ୱାମୀକି ଭଲ ପାଅ? ତାଙ୍କ ମନରେ କେବେ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇନ? ତାଙ୍କୁ କେବଳ ଆନନ୍ଦ ଦେଇଛ? କାରଣ ସତ୍ସଙ୍ଗରେ ସବୁ କଥା କୁହାଯାଏ। ସମାଜକୁ ସଂସ୍କାର କରିବାରେ ନୀତି ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା, ସବୁ କଥା ପରିପୂର୍ଣ୍ଣ ହୋଇଥାଏ। ମଣିଷ ନିଜକୁ ଆଗ ସଜାଡ଼ୁ, ନିଜକୁ ପରିବର୍ତ୍ତନ କରୁ, ନିଜକୁ ଶୁଦ୍ଧ ପବିତ୍ର କରୁ, ତାପରେ ସାଧନା କରୁ। ସେଥିଲାଗି ତ ପ୍ରଥମେ ଦେଇଥାନ୍ତେ ଧ୍ୟାନ, ତାପରେ ସମାଧି। ଆଗ ଯମ କାହିଁ ଦେଲେ? ନିୟମ କାହିଁ ଦେଲେ? ଆସନ କାହିଁ ଦେଲେ? ପ୍ରାଣାୟାମ କାହିଁ ଦେଲେ? ପ୍ରତ୍ୟାହାର କାହିଁ ଦେଲେ? ପ୍ରତ୍ୟାହାର ହେଲେ ଧାରଣା ହେବ। ଆମ ମନ ତ କେଉଁଥିରୁ ନିବୃତ୍ତ ହେଇନାହିଁ, ଆମେ କହିଲାଣି କାହିଁ ଆମର ଧ୍ୟାନ ହେଉନାହିଁ। କି ଆଶ୍ଚର୍ଯ୍ୟ ପାଗଳ ଆସୁ ପାଠଶାଠ ପଢ଼ିକି ସବୁଆଡ଼େ ମନ ଅଛି, ମୋ ମନ କେମିତି ଭଗବାନ ପାଖକୁ ଯିବ? ଏହା କ'ଣ ସମ୍ଭବ?
ଧାରଣା ବାଲା ହେବ ପ୍ରତ୍ୟାହାର ନେବା ଯେ ଧ୍ୟାନ ତ ବଡ଼ କଥା, ତାପରେ ସମାଧି ଆହୁରି ବଡ଼ କଥା। ଆଗ ଶ୍ୱାସ ପ୍ରଶ୍ୱାସରେ ମନ ରହିଲାଣି। ବ୍ରେଥ୍ ଇଜ୍ ଗଡ୍। ଯୋଗ ମିନ୍ସ କଣ୍ଟ୍ରୋଲ ଅଫ୍ ଦି ବ୍ରେଥ୍। ବ୍ରେଥଲେସ୍ ଷ୍ଟେଜ୍ ଇଜ୍ ଏ ଡେଥଲେସ୍ ଷ୍ଟେଜ୍। ବ୍ରେଥ୍ କଣ୍ଟ୍ରୋଲ ଇଜ୍ ସେଲ୍ଫ କଣ୍ଟ୍ରୋଲ। ଏଇ ଗୋଟିଏ କଥାକୁ ବୁଝିଲଣି? ବ୍ରେଥ୍ କଣ୍ଟ୍ରୋଲ ଇଜ୍ ସେଲ୍ଫ କଣ୍ଟ୍ରୋଲ। ତେଣୁ ଶ୍ୱାସ ପ୍ରଶ୍ୱାସ ଉପରେ ସଂଯମ ରଖିଲେ, ମନକୁ ରଖିଲେ ତୁମେ ନିଜକୁ ନିୟନ୍ତ୍ରଣ କରିପାରିବ, ନିଜକୁ ଆୟତ୍ତ କରିପାରିବ, ନିଜକୁ ଚିହ୍ନି ପାରିବ, ନିଜକୁ ଜାଣିପାରିବ। ଏଇ କଥାରେ ସନ୍ଦେହ ଏବଂ ସଂଶୟ ରହୁଥିବ। କାରଣ ସତରେ କ'ଣ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କଲେ, ଆୟତ୍ତ କଲେ ଏସବୁ ଜିନିଷ ପ୍ରାପ୍ତି ହେଇଯାଏ? ସତରେ ପ୍ରାପ୍ତି ହେଇଯାଏ। କି ଯାଦୁ, କି ଚମତ୍କାର ତା ଭିତରେ ଅଛି, ସେ କଥା ଭଗବାନ ଜାଣିଛନ୍ତି ଏବଂ ମୁନି ଋଷିମାନେ ଜାଣିଛନ୍ତି। ଯେଉଁମାନେ ସାଧନା କରୁଛନ୍ତି ସେମାନେ ଜାଣିଛନ୍ତି। ମନରେ ଏ ବିଶ୍ୱାସ ଆସିବା ପାଇଁ, ଭାବ ଆସିବା ପାଇଁ କେତେ ଗୁଡ଼ିଏ ଏକ୍ଜାମ୍ପଲ୍ ଦିଆଯାଉଛି। ଯିଏ ମନ ବୁଝିଯାଇଛି, ଯାହା ମନ ଜାଣିଯାଇଛି, ତାର କୌଣସି ଆବଶ୍ୟକତା ନାହିଁ, ଶାସ୍ତ୍ର ଅଧ୍ୟୟନ କରିବାର କୌଣସି ଆବଶ୍ୟକତା ନାହିଁ। ରାମକୃଷ୍ଣ ପରମହଂସ କହୁଥିଲେ, ନିଜକୁ ମାରିବାକୁ ହେଲେ ଗୋଟେ ବ୍ଲେଡ଼ କି ଛୁଞ୍ଚିଟେ ଦରକାର, କିନ୍ତୁ ଅଲଗା ଲୋକ ମାରିବାକୁ ହେଲେ ତୁମକୁ ଅନେକ ଅସ୍ତ୍ର ଶସ୍ତ୍ର ହିଁ ଦରକାର। କାରଣ ସେ ତୁମ ସହିତ ଲଢ଼େଇ କରିବ ନା, ଯୁଦ୍ଧ କରିବ। କିନ୍ତୁ ଯେତେବେଳେ ନିଜେ ବୁଝିଯିବ, ଗୁରୁ ବାକ୍ୟ ଉପରେ ବିଶ୍ୱାସ ଆସିବ, ମନ୍ତ୍ରମୂଳ ଗୁରୁର ବାକ୍ୟ, କୌଣସି ଶାସ୍ତ୍ର ଅଧ୍ୟୟନର ଆବଶ୍ୟକ ନାହିଁ କି ଶାସ୍ତ୍ର ପଢ଼ିବା ଆବଶ୍ୟକ ନାହିଁ। ତୁମେ ବସିକି ନୀରବରେ ଗୁରୁଦେବ ଯେଉଁ ଉପଦେଶ ଦେଲେ ତାକୁ ବସିକି ତୁମେ ପାଳନ କରିବ। ଯଦି ପାଳନ କଲ, ଯେତେ ଅଭ୍ୟାସକୁ ବଢ଼େଇ 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 ଚାଲିବ, ତୁମର କ'ଣ ହେବ ନା ସେତେ ଅନୁଭବଟା ଆସିବ। ଡେ ବାଇ ଡେ, ଡେ ବାଇ ଡେ, ଡେ ବାଇ ଡେ, ଡେ ବାଇ ଡେ ତୁମର ଅନୁଭବଟା ଆସିବ। ତାକୁ ଗୁରୁଦେବ ଇଂଲିଶରେ କହୁଥିଲେ, ଦି ମୋର୍ ୟୁ ପ୍ରାକ୍ଟିସ୍, ଦି ମୋର୍ ୟୁ ଫିଲ୍। ଯଦି ସାଧନା ନ କରିବେ, ସାଧାରଣ ଲୋକ ବି ଭଳିଆ ମାନେ ରୋଜଗାର କରିବେ, ଖାଇବେ, ଶୋଇବେ, ମୈଥୁନ କରିବେ, ପିଲା ଛୁଆଙ୍କ ଚିନ୍ତା କରିବେ, ଦୁଃଖ ଯନ୍ତ୍ରଣା କଷ୍ଟରେ ସଂସାରରୁ ମରିବେ। ଆଉ କ'ଣ ଅଛି? ସମସ୍ତଙ୍କୁ ଦିନେ ବିଦାୟ ନେବାକୁ ପଡ଼ିବ। ତୁମେ ଦୁଃଖ ଯନ୍ତ୍ରଣା କଷ୍ଟରେ ବିଦାୟ ନେବ। ଯିଏ ସାଧନା କରିବ, ଶାନ୍ତି ଆନନ୍ଦ ପ୍ରେମରେ ସଂସାରରୁ ବିଦାୟ ନେବ। ତେଣୁ ୟୁ ଡିସାଇଡ୍ କେଉଁ କାମ କରିବ। ଦୀକ୍ଷା ଗ୍ରହଣ କରିଛ, ସଂକଳ୍ପ କରିଛ, ମୁଁ ସତ୍ୟରେ ପ୍ରତିଷ୍ଠିତ ହେବି, ମୁଁ ନିଜ ସ୍ୱରୂପରେ ଅବସ୍ଥାପନ କରିବି। ସ୍ୱରୂପରେ ଅବସ୍ଥାପନ କଲେ କ'ଣ ହେବ ନା ଅବିଦ୍ୟା, ଅସ୍ମିତା, ରାଗ, ଦେଶ, ଅଭିନିବେଶ ସବୁ ପଳେଇବ। କିଛି ତୁମ ଭିତରେ ଆଉ ରହିବ। ଯେଉଁଦିନ ନିଜକୁ ଚିହ୍ନିବ, ନିଜକୁ ଜାଣିବ, ନିଜକୁ ଅନୁଭବ କରିବ, ନିଜ ଭିତରେ ନିଜେ ହଜିଯିବ, ସେଇଦିନ ତୁମେ ପରମ ସୁଖ, ପରମ ଆନନ୍ଦ ତୁମକୁ ପ୍ରାପ୍ତି ହେବ। ସବଳ ଅଭିରାମ ପରମହଂସ କହୁଥିଲେ, ତୋ ନନ୍ଦନ ଅଛି ତୋ ପାଶେ, ତୁ କିମ୍ପା ରୋଦନ କରୁଛୁ ଅନ୍ୟ ପାଶେ। ତୋ ନନ୍ଦନ ତୋରି ଭିତରେ, ତାକୁ ଅନୁଭବ ନ କରିପାରି ତୁ ଯାଉଛୁ ଆ ପାଖରେ କାନ୍ଦୁଛୁ, ତା ପାଖରେ କାନ୍ଦୁଛୁ। କିଏ ତୋ ଦୁଃଖ ବୁଝିବ? କିଏ ତୋ କଷ୍ଟକୁ ନିବାରଣ କରିବ? ସମସ୍ତ ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ଜର୍ଜରିତ। ତମକୁ ଖାଲି ଆଶ୍ୱାସନ ଦେବା ପାଇଁ କିଏ ଅଧେ ପଦେ ଅଧେ କହିଦେବ। ଏବେ 2 ଜଣ ଲୋକ କେନ୍ଦୁଝରରୁ ଆସିଥିଲେ କାଲି, ହେଲେ ବାବା ଟିକେ ଆଶୀର୍ବାଦ କରନ୍ତୁ। ମୁଁ କହିଲି ନାଇଁ ଆଜ୍ଞା, ଆମେ ଆଶୀର୍ବାଦ କରିବା ବ୍ୟକ୍ତି ନାହୁଁ, ଆମେ ଆଶୀର୍ବାଦ କେବେ କରିପାରିବୁ ନା। କାହିଁକି? କହିଲେ କେଉଁଠି ବିକ୍ରି ହେଉଥିବ କିଣି ନିଅନ୍ତୁ। ବଜାର ସହରରେ ନା କ'ଣ ସିଏ ବିକ୍ରି ହୁଏ? ମୁଁ କହିଲି ଆଜ୍ଞା ସବୁ ଜିନିଷ ବିକ୍ରି ହେଉଛି ନା କିଣିବେନି କାହିଁକି? କିଣିପାରିଲେ ହେଲା। ଏଇଟା ବି ବିକ୍ରି ହେଉଛି ନା କେମିତି? ମୁଁ କହିଲି ଯେତେବେଳେ କିଣିବେ ପଇସା ଦେଇ କିଣିବେ, ସେଠି କର୍ମ କଲେ ନା କର୍ମ କଲେନି? ନା ଆଜ୍ଞା। ଆଉ ବିନା କର୍ମରେ କେମିତି ଆଶୀର୍ବାଦ କୃପା ମିଳିବ? ଆପଣ ଆଶ୍ରମର ଝାଡ଼ୁ ମାରନ୍ତୁ,
आश्रम को डोनेशन दिंतु जदि डोनेशन न दे पारे झाड़ू मारंतु आश्रम सेवा करंतु गुरुंकर सेवा करंतु लोक मान के जे अंतेवासी तांकर सेवा करंतु एवं नाम जप करंतु ध्यान करंतु किछि गुरुदेव कहतु नहीं गुरुदेव जहाँ कही आप करी जातु गुरुदेव आप तो पुणी कौनटे कहे भगवान तोर मंगल करंतु कि भगवान ते आशीर्वाद करंतु कि कृपा करंतु कहे ना जे प्रकृत गुरु ने से कहे मु आशीर्वाद करुच्ची मु कृपा करुच्ची हाथ टेकी दौना बहुत साधु टेकी देवे ना आशीर्वाद कृपा आप करेंगे बोले आप किसी बुझीपारे ना बजार किणी ने जो दुकान बिक्री होतब से दुकान किणी ने पचारे बजार सारा आज्ञा आशीर्वाद कृपाटा कौटी मिले जो दुकान पचारे असुविधा कौन अच्छी कौन बुझिले ना कर्म कले आशीर्वाद कृपा प्राप्ति होता है तुम्हें आशीर्वाद कृपा मिलने जो कर्म करा जाए से कर्मटा कर एवं आशीर्वाद कर्म आशीर्वाद कृपाटा काठारू माग नाई क्या कुह ना ऑटोमेटिक स्पॉन्टानियस आसो तुम साधु को गल भल साधु जी सत्य प्रतिष्ठित होती प्रणाम कल तांको किछि डोनेशन देल किछि कहल ना से तुम कौन कहे भगवान तोर मंगल करंतु कि भलरे बा रह कहे ना कहे आशीर्वाद आसला ना आसलानी किछि न देगी आज्ञा कहे आज्ञा टिके मत आशीर्वाद करंतु कृपा करंतु मु केमती भलरे रही गछ लगेबार नहीं पानी दबार नहीं बाड़ बुझेबार नहीं आज्ञा फल आशा इज इट पॉसिबल या केबे मिले एमती अनेक साधु सन्त अच्छा ये लोक मान को मिसगाइडेड करुँ मत आशीर्वाद करुँच मुझे कृपा करुँच साधु सदा शुणे आ कौन तेणु ए कथा भीतर सार कथा हूँ देश भाव कोटि रखंतु ना विचार करंतु समस्ते भगवान सब ही भगवान सृष्टि सबरी भितर मो ठाकुर मो प्रभु विद्यमान तेणु मु जहाँ को घृणा करी जहाँ को विरोध करी से मो प्रभु को ही कली यही कनसियसनेस तुम भीतर रहीगला तुम भीतर राग पलैब देश भाव भी पलैब नेक्स्ट सत्संग आप शुणिमे अभिनिवेशटा कौन अभिनिवेशटा कहबू नहीं सेटा होछि भय बा मृत्युर भय बा भय तेणु केते प्रकार भय मनुष्य भितर अच्छी ता शुणिमे नेक्स्ट सत्संग केते प्रकार भय खाली जे मृत्यु भय नहीं धन भय भी अच्छी निंदा प्रशंसा से किए कर भय अच्छी पैसा रखिच धन भय चोर नहीं जीव भय अच्छी रोग भय काले मरीजी मत अमक रोग है से भय मन भितर अच्छी ताको सुंदर भाव व्याख्या करा आ विशेष किसी कहवा नहीं समस्ते साधनार निष्ठा रखंतु साधना करने सब बड़े चेष्टा करंतु आज जदि 2 घंटा ध्यान करिछि काली की चिंता करंतु मु 2 घंटा 10 मिनट करी क्यों 2 घंटा कम करी नहीं डे बाय डे आगु को आगु चलतु आगे चलतु आगे चलतु आगे चलतु डे बाय डे पछकु पछ आसतु ना आ कौन सी प्राप्ति आशा रखंतु ना सब समर्पण कर दिंतु तापर साधना ठीक 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 चलो आ विशेष किसी कहवा नहीं शेष क्रियायोग परंपरार समस्त गुरु मान को मु प्रणाम करुच्ची विश्वर प्रत्येक संप्रदायर गुरु मान को प्रणाम करुच्ची उपस्थित भगवत स्वरूपगण सबरी भितर परमात्मा परम ब्रह्म को उपलब्धि करी मु प्रणाम करुच्ची सर्वे भवन्तु सुखिन सर्वे सन्तु निरामया सर्वे भद्राणि पशन्तु मा कश्चित् दुःख